ଆଜିର ବିଷୟବସ୍ତୁ ରଖା ହେଇଛି ଆମିଷ ଆହାରର ଅପକାରିତା ବା ନିରାମିଷ ଆହାରର ଉପକାରିତା। ସେ ବିଷୟରେ ମୁଁ ଗୋଟେ ଦିଟା କଥା ଆପଣଙ୍କ ପାଇଁ ରଖିବି। ଏଇଟା ବର୍ତ୍ତମାନ କାର୍ତ୍ତିକ ମାସ। ଏଇ କାର୍ତ୍ତିକ ମାସଟିକୁ ଲୋକେ ଧର୍ମ ମାସ ବୋଲି କହିଥାନ୍ତି, କେହି କେହି ଏହାକୁ ପବିତ୍ର ମାସ ବୋଲି ମଧ୍ୟ କହିଥାନ୍ତି। ଏଇ ମାସରେ ନାନା ବ୍ରତ ପୂଜା, ଭାଗବତ ସପ୍ତାହ ପାଳନ, ସକାଳୁ ଉଠି ଗାଧୁଆ ପାଧୁଆ କରି ଦେବଦେବୀ ପ୍ରଣାମ କରିବାକୁ ମନ୍ଦିର ଯାଆନ୍ତି। ଜଗନ୍ନାଥ ମନ୍ଦିରରେ ବିଧବା ମହିଳା ମାନେ ପୂଜା ଅର୍ଚ୍ଚନା ମଧ୍ୟ କରନ୍ତି ଏବଂ ବହୁ ଭିଡ଼ ମଧ୍ୟ ଜମିଥାଏ, ଇତ୍ୟାଦି ଇତ୍ୟାଦି ନାନା କର୍ମ କରାଯାଏ। ଏଠାରେ ଗୋଟିଏ କଥା ଲକ୍ଷ୍ୟ କରିବାର କଥା, ଏହି ମାସଟା ଧର୍ମ ମାସ ଓ ପବିତ୍ର ମାସ, ଅନ୍ୟ 11 ମାସ କଣ ଅଧର୍ମ ଅପବିତ୍ର ମାସ? ଏହା କିନ୍ତୁ ସଠିକ ଧାରଣା ନୁହେଁ ବୋଲି ମୋର ମତ। ଧର୍ମ ଓ ପବିତ୍ରତା ସବୁ ମାସରେ ପାଳନ କରିବା କଥା, କାରଣ ଧର୍ମ ବାସ୍ତବରେ କଣ ତାହା ଆମେ ଭଲ ଭାବରେ ଜାଣିନଥିଲେ। ଧର୍ମ ରକ୍ଷକ ଧର୍ମବେତ୍ତା ପୁରୁଷ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଧରାଧାମରେ ଆସି ଆମ୍ଭମାନଙ୍କୁ ଧର୍ମର ପ୍ରକୃତ ସାରମର୍ମ କଣ ତାହା ନିଜେ କରି ଆମମାନଙ୍କୁ କରିକିରି ଦେଖେଇ ଦେଇ ଗଲେ। ଧର୍ମ ମାନେ କେତେ ଗୁଡିଏ ନୀତି ନିୟମକୁ ନିଷ୍ଠା ସହକାରେ ମାନି ଚାଲିବା। ସେ ନୀତି ନିୟମ ହେଉଛି କଣ ନା ଯଜନ ଯାଜନ ଇଷ୍ଟବୃତ୍ତି ସ୍ୱସ୍ତୟନୀ ସଦାଚାର। ଠାକୁର କହୁଛନ୍ତି ବାସ୍ତେ ନରେର ଯା ଯା ଲାଗେ ତାଇ ଦିଏଇ ତ ଧର୍ମ ଜାଗେ। ମଣିଷର ବଞ୍ଚିବାକୁ ବଢିବାକୁ ହେଲେ ଧର୍ମ ନୀତି ପାଳନ କରିବାକୁ ହୁଏ। ତାହା ଯଜନ ଯାଜନ ଇଷ୍ଟବୃତ୍ତି ସ୍ୱସ୍ତୟନୀ ସଦାଚାର, ଏହାକୁ ଜୀବନ ସାରା ପାଳନ କରିବାକୁ ହବ। କେବଳ ଗୋଟିଏ ମାସରେ ନୁହେଁ, 12 ମାସ ଯାକ ପାଳନ କରିବାକୁ ହବ। ସେଇଟା ଠାକୁର କହିଛନ୍ତି, ହୋସ ନା ଜ୍ଞାନୀ ହୋସ ନା ଧ୍ୟାନୀ ଗୋସାଇ ଗୋବିନ୍ଦ ଯାଇ ନା ହୋ, ଯଜନ ଯାଜନ ଇଷ୍ଟବୃତ୍ତି ନା କରଲେ তুই কিছুই নস। ତେଣୁ ଯଜନ ଯାଜନ ଇଷ୍ଟବୃତ୍ତି ଏଇଟା ହଉଛି ଧର୍ମ ନୀତି ସ୍ୱସ୍ତୟନୀ ସଦାଚାର। ধর্ম কোন কইলে ধর্ম নীতি ধ্রুতির নীতি করলে তারেই উপহাস, সত্তা যে তোর ধসবে ক্রমেই নিজের গলায় পড়বে ফাঁস। এই ধর্মনীতি গুড়িক যাহাকি আমକୁ ধরি ରଖିବ, ତାକୁ ଯଦି ଆମେ ଉପହାସ କରିବା ତେବେ ଆମର ଅସ୍ତିତ୍ୱ ଧ୍ୱସ୍ତ ବିଧ୍ୱସ୍ତ ହୋଇଯିବ, ଆମେ ଆତ୍ମହତ୍ୟା କରି ମରିବା, ଯାହା ଆଜିକାଲି ଦୁନିଆରେ ଘଟି ଚାଲିଛି। ଆମେ ରିଲିଜିୟନକୁ ମଧ୍ୟ ଧର୍ମ ବୋଲି କହୁ, କିନ୍ତୁ ଶ୍ରୀ ଶ୍ରୀ ଠାକୁର ତାକୁ ଅଲଗା ସେନ୍ସରେ ଆମ ପାଖରେ ଆଣି ଦେଲେ। ଠାକୁର କହୁଛନ୍ତି the essence of dharma is religion, which means to bind oneself to an ideal, a living embodiment of God through love, service and admiration। ଅର୍ଥାତ ଧର୍ମର ସାରବର୍ତ୍ତଟା ହଉଛି ରିଲିଜିୟନ, ଯାହାର ମାନେ ଜଣେ ଆଦର୍ଶଙ୍କ ସହିତ ଯିଏକି ଈଶ୍ୱରଙ୍କର ଜୀବନ୍ତ ଅବତାର, ତାଙ୍କ ସହିତ ଭଲ ପାଇବା, ସେବା ଓ ଶ୍ରଦ୍ଧା ଦ୍ୱାରା ବାନ୍ଧିଦେବା। ଗୋଟେ ବାନ୍ଧିବାକୁ ହେଲେ ଗୋଟେ ଦୌଡ଼ର ଆବଶ୍ୟକ ପଡେ। ସେ ଦୌଡ଼ରେ କେତେଟା ଧାଗ ଥାଏ, ତାର କୋଉଥିରେ 5ଟା କୋଉଥିରେ 3ଟା କୋଉଥିରେ 8ଟା ଏମିତି ଧାଗ ଥାଏ। ଏଠି ଠାକୁର କହୁଛନ୍ତି 3ଟା ଧାଗ ଆମର ଦରକାର। ସେ ହଉଛି ଭଲ ପାଇବା ଗୋଟିଏ, ସେବା ଗୋଟିଏ ଏବଂ ଶ୍ରଦ୍ଧା। ଏଇ 3ଟା ଦ୍ୱାରା ଆମେ ତାଙ୍କୁ ବାନ୍ଧିଦେବା, ଆମକୁ ବାନ୍ଧିଦେବା ତାଙ୍କ ସାଙ୍ଗରେ। ରିଲିଜିୟନ ଶବ୍ଦର ଅର୍ଥ ରିଲିଗେୟାର, ରି ମାନେ ପୁନରାୟ, ଲିଗେୟାର ମାନେ ବାନ୍ଧିବା। ରିଲିଜିୟନ ମାନେ ପୁନରାୟ ବାନ୍ଧି ହେବା। এই যে বান্ধি হবা, কমিটি বান্ধি হবা, বান্ধি হবা কলে 4টা জিনিস দরকার, ওয়ার্ক এন্ড আক্টিভিটিজ, ডিউটিজ এন্ড রেসপন্সিবিলিটি। ତାଙ୍କ ପାଇଁ କାମ କରିବା, ତାଙ୍କ ପାଇଁ ସକ୍ରିୟ ହବା, ତାଙ୍କର ଦାୟିତ୍ୱ ନେବା ଆଉ ତାଙ୍କ ପାଇଁ କର୍ତ୍ତବ୍ୟ ପାଳନ କରିବା। এইটা ଯୋଉଠି ନାହିଁ ସେଠି ବାସ୍ତବ ଭାବରେ ଧର୍ମ ପାଳନ ହଉନାହିଁ କି ଆମେ ତାଙ୍କ ସାଙ୍ଗରେ ବାନ୍ଧି ହେଇନେ। ବାନ୍ଧି ହବାକୁ ହେଲେ 4ଟି ଜିନିଷ ଦରକାର। ଯୋଉଠି ଏଇ 4ଟା ଜିନିଷ ଯୋଉ ଲୋକ ଯୋଉଠି ଯେ ଯାହାର ପାଳନ ଭାଇ ଆମର କହୁଥିଲେ, ଯୋଉ ଜାଗାରେ ପାଳନ ହୁଏ ସେଇଟାକୁ କୁହାଯାଏ ତାଙ୍କ ସାଙ୍ଗରେ ବାନ୍ଧି ହେବା। ତେବେ ଯାଉ ମୁଁ ଆଉ ସେ ଦିଗରେ ଯାଉନି, କଳେବର ବଢିଯିବ। କାର୍ତ୍ତିକ ମାସରେ ଅନେକ ଲୋକ ମାଛ ମାଂସ ଖାଇବା ଛାଡି ଦେଇଥାନ୍ତି, ଅନେକ ଲୋକ ମଧ୍ୟ ଭକ୍ଷଣ କରନ୍ତି। କୁହାଅଛି ଏଇ କାର୍ତ୍ତିକ ମାସରେ ବଗ ପକ୍ଷୀ ମଧ୍ୟ ମାଛ ଖାଏ ନା, ସେ ମଧ୍ୟ ଧର୍ମ ପାଳନ କରେ। କିନ୍ତୁ ପକ୍ଷୀଙ୍କ ଠାରୁ ଶ୍ରେଷ୍ଠ ଜୀବ ମଣିଷ, ତାର ଜ୍ଞାନ ବିଚାର ବୁଦ୍ଧି ପଶୁପକ୍ଷୀଙ୍କ ଠାରୁ ଅଧିକ। ତଥାପି ସେ ମଣିଷ ମଧ୍ୟ ମାଛ ମାଂସ ଅଣ୍ଡା ମଦ ଇତ୍ୟାଦି ଭକ୍ଷଣ କରୁଛି ଏହି ଧର୍ମ ମାସରେ। ଯେଉଁମାନେ ଏହି ଧର୍ମ ମାସରେ ଭକ୍ଷଣ କରୁନାହାନ୍ତି
ठीक एई मास पर दिन जहाँ को कहा जाए छाड़ खाई से दिन सेमानकर पार्टीर अरुचि छड़ेवा पाई मद दुकान मांस दुकान रे प्रबल भिड़ जमाती एवं किणी आनी अरुचि छड़ाती मध्य काहेकि छाड़ती और काहेकि पुणी खाती से सब से धार भी धरती ना आजिकालिकार ए कली जुग बहु अकर्म कुकर्म लोके करुछंती नारी धर्षण बलात्कार गण दुष्कर्म एवं परे हत्या यह पछरे नारी पुरुष उभयंकर दोष अछि से दोषटा को कई देखुना पिता माता प्रति अशालीन व्यवहार दुकान बजार लुटपाट मारपीट हत्या आदि प्रबल भाव में चली श्रेष्ठ को सम्मान देवा निकृष्ट को श्रद्धा करवा ताहा आजिर समाज रे प्राय देखा जाउ खूब कम परिवार रे पूर्व संस्कार किछि किछि अछि बोली ए संसार चली यही परिप्रेक्षी रे श्री श्री ठाकुर आसी आम मानक पई बा मनीष समाज को रक्षा करबा पई नाना उपदेश देई गले जहा कि विधिर विधान तार व्यतिक्रम रे मनीष अकाल रे मृत्यु मुखे पड़ुची आत्महत्या करुची यह पछरे अछि प्रवृत्ति परायणता से आमको प्रवृत्ति परायणतारू ईश्वर परायणता को आनिबा पाई बहु नीति विधि देई गले एणिकी आमे जेतेटा मानिबा सेतेटा भल मनीष होई पारिबा पुत्र पौत्र आदि क्रम सी देई गले कोन विधिर विधान विधिर नीति पालवी जेमन जतटा जतटुकु केटे छेटे सब मिलिए फल पाइबी तेमनी ततटा ततटुकु विधिर नीति सामान्य बाघात टिके अवहेला तार आकाश पाताल फरक करे जाओ मुझे विधि नीति की जदि आमे पालन न करू आमको निश्चित भाव में असुविधार सम्मुखीन हवा को ही पड़ी यही जो कहली जो घटना सब घटिला यार गोटे कारण होची आमिष भक्षण आमिष खाइबा द्वारा मनीष मनोवृत्ति परिवर्तित हो जाए तेणु से कुपथगामी हो जाए मुझे विषय कहबी आगु आमिष शब्द आसी कौन अप धातु जार अर्थ रोग तेणु निरोगी सुदीर्घ जीवी हेबा कहले निरामिष आहार एकांत आवश्यक आमर पूर्व पुरुष गोत्र पिता मुनि ऋषि माने जो विधान दे जाइछंती से सब को आमे आज अणदेखा करि चलीछु कारण यह विज्ञान युग विज्ञान युग रे ए सब कथा किए सुनुछि तेणु से जगह परिप्रेक्षी रे डॉक्टर वैज्ञानिक डॉक्टर ओल्डफील्ड कहिछंती जुगांतर पत्रिका रे लेखा थिला मु सेटा टिके देखि 25/9/1955 मसिया संपूर्ण मनुष्य जीवन पक्षरे आवश्यक सकल जिनिस उद्भिद जगत रे विद्यमान मांस गोटे अस्वाभाविक खाद्य एइथि से शारीरिक विकार उत्पन्न हुए नानाविध भयावह व्याधि आसी बसा बांधे शतकड़ा 19 जन लोक जे समस्त व्याधि रे प्राण त्याग करती मांसाहार से समस्तर गोटे मूलगत कारण डॉक्टर विलियम हावार्ड हेग कहते जावतीय दुरारोग्य व्याधिर मूल कारण होची माछ मांस अंडा प्रभृति निरामिष आहार मनुष्य जीवन रे शारीरिक मानसिक और आध्यात्मिक सुस्थता लाभर प्रथम सोपान न्यूयॉर्क डॉक्टर बोल विविल कहते जो सब रोग आमर आंशिक भाव में संपूर्ण भाव में पक्षाघात बा पारालिसिस ग्रस्त करे एवं जो सब रोग रक्त संचालन क्रियार बाघात घटाए से सब रोगर अन्यतम कारण आमिष आहार एनिमल प्रोडक्शन ह्यूमन न्यूट्रिशन सेक्रेटरी डॉक्टर डीसी जॉन कहते हिंदुस्तान टाइम्स रे 6/10/1985 मसीह vegetarian diet helped in prevention of colon cancer breast cancer heart attack stroke and stone formation due to low cholesterol contents in it उद्भिद भोजन कोलन कैंसर ब्रेस्ट कैंसर हार्ट अटैक स्ट्रोक एवं पेटर बथ इत्यादि रक्षा करिवारे सहायता करे कारण एथिरे कम परिमाण रे अल्कोहल थाए 1985 मसीह 24 लाख टंकार नोबेल पुरस्कार विजेता अमेरिकार हार्ट स्पेशलिस्ट डॉक्टर ब्राउन एंड गोल्डस्टीन 10 वर्षर
अनुसंधान करी सिद्धांत रे उपनीत हेले जे अंडार जो हलदिया अंश रे कोलेस्ट्रॉल नामक विष भाग बहुत मात्रा मिलुଛି तेणु से कौन हार्ट अटैक हाई ब्लड प्रेशर जॉइंट पेन स्ट्रोक स्किन डिजीज पित्ताशय मूत्राशय पथर आदि अनेक रोग सृष्टि करे न्यू दिल्ली रो एम्स रे डॉक्टर कहते मु थे जाइली नोटिस बोर्ड लेखा होता एग कॉज डेथ आज दे कंटेन साल्मोनेला इन्फेक्शन अंडे से मौत क्योंकि इनमें साल्मोनेला कीटाणु पावा गया है कुकुड़ा मांस खाइले छूत रोग परिस्रा बांती पानिया झाड़ा टाइफॉइड ज्वर अंतनाड़ी स्वेलिंग आदि रोग हुए इंग्लैंड रो डॉक्टर रॉबर्ट ग्रीस से कहते अंडार हलदिया अंश तो कहली बर्तमान धला अंशटा कथा कहूँ अंडार धला अंश एबिडिन नामक विष अच्छी तेणु कुंडिया काछु जादू एक्जिमा पारालिसिस चमड़ा कैंसर आस्थमा श्वेत कोढ़ बा व्हाइट लेपर्सी आदि रोग धरे एबिडिन रे नाइट्रोजन फॉस्फोरिक एसिड थाए एमाने देहर एसिड तैयारी करती तेणु मनीष रोगग्रस्त हो पड़े एथिरे कैल्शियम और कार्बोहाइड्रेट रो अभाव थाए या छड़ा अंडा जहाँ ठार उत्पन्न मतलब जो कुकुड़ा से जो रोग हुए अंडा खाइबा लोक को सही सब रोग आक्रमण कर ब्रह्मचर्य नष्ट हुए तेणु कुकुड़ा को कौन रोग धरिले से अनेक कुकुड़ा फार्म कुकुड़ा मान को मार दिया जाए काले ताहा लोकों को व्यापी डॉक्टर आल्फ्रेड क्रेस्पी कहते आमे समर्थन करिपारू जे विज्ञान और व्यवहार द्वारा प्रमाणित होईछि जे फल मूल शाकसब्जी दुग्ध घृत सबु रकमर मांसर स्थान अधिकार करे we can admit or maintain that science and practice prove that vegetables and fruits can every sense take the place of meat. England रा चेसार प्रकाश दाई the case of vegetarianism जेफरी एल रूड कहछन आमिषभोजी संप्रदाय गुडी को मध्यरे कैंसर जख्मा एवं हार्ट रो क्षयकारी रोग संभर अधिक को बेसी सकल प्रकार आहार्यर आदिम उत्स उद्भिद जगतरु आमे खनिज विटामिन प्रोटीन फैट और कार्बोहाइड्रेट सब रकम पुष्टिकर उपकरण पाई पार जांतव फैट मध्य थाए कोलेस्ट्रॉल ता हार्ट रो नाना रकम व्याधि सृष्टि करे निरामिष आहार मानवर परिपूर्णता लाभ पथरे उन्नत पदक्षेप आ मांसाहार जंगल जीवन फेरी जीवार पथर पदचालन महात्मा गांधी निरामिषासी थिले एवं से कहते मनुष्यर साधारण भाव में बंची रहा कौन सी देश में कौन सी अवस्था आमिषाहार प्रयोजन अच्छी बोली मु मने करे ना जो माने प्रवृत्ति संयत करने इच्छुक से पक्षे जांतबाहार अनुकूल अभिज्ञता यहीटा ही शिक्षा दिए मनुष्य जहाँ खाए से रकम ही होई उठे यही उक्ति रे अनेक परिमाण सत्यता अच्छी तेणु से भारत पाकिस्तान बांग्लादेश जहाँ की एक थिला सेतने बेले से ही भारतवासी एकत्र कराई देश स्वाधीन कराई पारिथिले भारतर भूतपूर्व राष्ट्रपति तथा वैज्ञानिक एपीजे अब्दुल कलाम से महाशय प्योरली वेजिटेरियन थिले मु दिल्ली रे सर्विस रे थिबा बेले हम डिपार्टमेंट को विजिट रे आसीते मु तांकर रक्षणाबेक्षण दायित्व रे थिली मते दायित्व दिया जायतला मु तांको पचारिथिली से खाइबा कथा पडिबा मते पचारिथिली से कहिथिले आई एम प्योरली वेजिटेरियन विदाउट ओनियन एंड गार्लिक्स वर्तमान से भली तांको खाइया दिया जायतला वर्तमान भारतर राष्ट्रपति महामहिम द्रौपदी मुर्मू वर्तमान भारतर प्रधानमंत्री नरेंद्र मोदी महोदय मध्य निरामिषासी अटंती निरामिषासी लोकर ब्रेन टा ठीक थाए पाश्चात्य मध्य बहु विशिष्ट ज्ञानी मनीष निरामिषाहार समर्थक थिले सेमानक मध्यरु के जण नाम मु कहूची पिथागोरस प्लेटो सॉक्रेटिस प्लूटार्क टॉल्स्टॉय वोल्टेयर मिल्टन यूनानी दार्शनिक अरिस्टोटल सुकरात इंग्रेज कवि पोप सोले लेखक बायरन जॉर्ज बर्नार्ड शॉ इत्यादि जॉर्ज बर्नार्ड शॉ थरे तांकर असुस्थता समय डाक्तर माने कही आपण अल्प बहुत मांसाहार जरूर करन नचेत आपण मरीजी से कही चलतु आपण कथार परीक्षा करवा मांसाहार नक जदि मु बंची गली तेबे मु आशा करुची कि आपण माने समस्त शाकाहार बनजिबे परंतु इतिहास ए कथार साक्षी अटे कि जॉर्ज बर्नार्ड शॉ तो मरी नथिले सेते बेले किंतु डाक्टर कथा भूल प्रमाणित हेबा परे
डाक्तर माने किंतु शाकाहारी हेले नाही। ସେହି ଡାକ୍ତର ମାନଙ୍କ କଥାକୁ ନେଇ ଜଜ ବର୍ନାର୍ଡ ଶ ଯୋଉ କହିଥିଲେ ମୋତେ କୁହାଯାଇଥିଲା କି ଯଦି ମୁଁ ଗାଈ କିମ୍ବା ବଳଦଙ୍କର ମାଂସ ଖାଇବି ତେବେ ବଞ୍ଚି ରହିପାରିବି, ନଚେତ ନାହିଁ। ମୁଁ କିନ୍ତୁ ମାନୁଛି କି ମାଂସାହାର ଠାରୁ ମୃତ୍ୟୁ ମଧ୍ୟ ଭଲ ଅଟେ। ଏଠି ଏଠି ଅଛି ଆଉ ଗୋଟେ ଜାଗାରେ ସାଇଣ୍ଟିଷ୍ଟ ଆଇଜାକ ନ୍ୟୁଟନ, ଚାର୍ଲସ ଡାରୱିନ, ବେଞ୍ଜାମିନ ଫ୍ରାଙ୍କଲିନ, ଏଲବର୍ଟ ଆଇନଷ୍ଟାଇନ ଏମାନେ ସମସ୍ତେ ବୈଜ୍ଞାନିକ ଏବଂ ନିରାମିଷ ଆହାର କରୁଥିଲେ ଏବଂ ପ୍ରବଳ ସମର୍ଥକ ମଧ୍ୟ ଥିଲେ। ତେଣୁ ଏମାନଙ୍କର ଆଇକ୍ୟୁ ଅର୍ଥାତ ଇଣ୍ଟେଲିଜେଣ୍ଟ କ୍ୱାଡ୍ରାଣ୍ଟ ବା ସ୍ମରଣ ଶକ୍ତି ସବୁଠାରୁ ଅଧିକ। ଶ୍ରୀ ଠାକୁର କହୁଛନ୍ତି ପ୍ରାଣୀଜ କୋଷ ଓ ଉଦ୍ଭିଦଜ କୋଷର ଗଠନରେ କୌଣସି ପାର୍ଥକ୍ୟ ନାହିଁ, ତେବେ ଉଦ୍ଭିଦ କୋଷର ପ୍ରାଣୀଜ କୋଷରେ ରୂପାନ୍ତରିତ ହେବାର ଗୋଟେ ସ୍ୱାଭାବିକ ଆକର୍ଷଣ ଅଛି। ପୁଂ ବୀଜର ସ୍ତ୍ରୀ ବୀଜକୁ ଗ୍ରହଣ କରିବା ପାଇଁ ଯେପରି ଗୋଟେ ବିଶେଷ ଟାଣ ଥାଏ, ସେହିପରି ଟାଣ ଥାଏ ପ୍ରାଣୀଜ କୋଷ ପ୍ରତି ଉଦ୍ଭିଦଜ କୋଷର। ଆମେ କଣ ସବୁ ଜାଣିଛେ? ଉଦ୍ଭିଦଜ କୋଷ ଯେତେ ସହଜରେ ପ୍ରାଣୀଜ କୋଷରେ ରୂପାନ୍ତରିତ ହୁଏ, ପ୍ରାଣୀଜ କୋଷରେ ତାହା ହୁଏ ନାହିଁ, ଅର୍ଥାତ ମାଛ ମାଂସରେ ତାହା ହୁଏ ନାହିଁ। ପ୍ରାଣୀଜ କୋଷର ପ୍ରାଣୀଜ କୋଷ ପ୍ରତି କୌଣସି ଟାଣ ବା ଭଲ ପାଇବା ନଥାଏ। ତେଣୁ ରୂପାନ୍ତରିତ ହବ ବା କିପରି? ମଣିଷ ଆମିଷ ଖାଦ୍ୟ ଗ୍ରହଣ କଲେ ହିଁ ସେହି ଖାଦ୍ୟର ପ୍ରାଣୀଜ କୋଷ ଓ ମଣିଷର ଶରୀର କୋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଏ। ଓନ୍ଲି ଟୁ ଦେୟାର ଏକ୍ଜିଷ୍ଟେନ୍ସ, ଓନ୍ଲି ଫର ଦେୟାର ଏକ୍ଜିଷ୍ଟେନ୍ସ। ଜଣେ ଅନ୍ୟ ଜଣକୁ ହଜମ କରିବାର ଚେଷ୍ଟା କରେ, ଏହିପରି ଅବସ୍ଥା ହୁଏ। ଯେ ସମସ୍ତ ଦୈହିକ ଉପାଦାନ ମଧ୍ୟରେ କୋଷ ଗୁଡାକ ସଂଲଗ୍ନ ଥାଏ, ସେଠାରେ ଏକ ପ୍ରକାର ବିଷ ଉତ୍ପନ୍ନ ହୁଏ, ଅର୍ଥାତ ପାକରସରେ ପୀଡ଼ିତ ହେବା ପାଇଁ ଏହି ବିଷ ଛାଡେ। ତା ଫଳରେ ଘୋଡାକୁ ଚାବୁକ ମାରିଲେ ଯେପରି ଛଟପଟ କରେ, ଆମର ବିଧାନର କୋଷ ଗୁଡିକ ସେହିପରି ଭାବରେ ଛଟପଟ ହୋଇ ବିବ୍ରତ ହୋଇପଡେ। ଅନେକ କୋଷ ମଧ୍ୟ ମରିଯାଏ, ପୁଣି ବଂଶ ବୃଦ୍ଧି ମଧ୍ୟ କରିଥାଏ ସେମାନଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ। ସେଇଥିପାଇଁ ମାଛ ମାଂସ ଖାଇଲେ ଆପାତତଃ ଦେଖାଯାଏ ଶରୀରଟା ଟିକେ ପୁଷ୍ଟି ଲାଭ କରେ ସତ, ପୁଷ୍ଟି ଲାଭ କରେ ଠିକ, କିନ୍ତୁ ଆମର ଯେ ବୈଧାନିକ କୋଷ ଗୁଡାକ ଅଳ୍ପ ଦିନ ମଧ୍ୟରେ ଅନେକ ବେଶୀ ଭାଗରେ ପର୍ଯ୍ୟବସିତ ହୁଏ। ତାହା ଦ୍ୱାରା ଏହି କୋଷ ଗୁଡିକର ଯେଉଁ ସମୟରେ ଏପରି ରକମର ପରିଣତି ଘଟିଥାନ୍ତା, ତାର ଅନେକ ପୂର୍ବରୁ ସେ ରକମ ଘଟିଯାଏ। ଅନେକର 20 ବର୍ଷର ଆୟୁ 5 ବର୍ଷକୁ କମେଇ ଆଣେ, ଜୀବନର ପରିଧିର ଖର୍ବତା ଘଟେ। ଆଜି ଯୋଉ କମ ବୟସରେ ଲୋକମାନେ ମରିଯାଉଛନ୍ତି, ତାର ଏକମାତ୍ର କାରଣ ଏଇଟା। ଠାକୁର ଅନୁକୂଳ କୋଉ ଗଭୀର ସ୍ତରକୁ ଯାଇକିରି ଆମମାନଙ୍କୁ ଏସବୁ ବିଷୟରେ କହିଛନ୍ତି, ଆମେ ସେଠି ଚିନ୍ତା କରି ଦେଖିବାର କଥା। ନର୍ଭସ ଫାଇନ ବା ସୂକ୍ଷ୍ମ ନହେଲେ ମାଛ ମାଂସ ଖାଇବା ନ ଖାଇବାର ଫଳ ଭଲ ଭାବରେ ଧରି ହୁଏ ନା। ତମ୍ବା ତାର ଆଉ ଲୁହା ତାରରେ ଇଲେକ୍ଟ୍ରିକ କଣ୍ଡକ୍ଟିଭିଟି ବା ତଡ଼ିତ ପରିବାହିତାର ଢେର ତଫାତ। ତେଣୁ ସୂକ୍ଷ୍ମ ଯନ୍ତ୍ର ନହେଲେ ସୂକ୍ଷ୍ମ ଜିନିଷ ଧରା ପଡେ ନା। ଏଠି କଣ ନା ଆମର ଆଗ ଆଲୁମିନିୟମ ତାରରେ ଇଲେକ୍ଟ୍ରିସିଟି ଆସୁଥିଲା, ଯୋଉ ମେନ୍ ଲାଇନ ସବୁ ଥିଲା ଆଲୁମିନିୟମ ତାରରେ ଆସୁଥିଲା। ତାପରେ ଆଲୁମିନିୟମ ତାର ଚୋରି ହେଇଗଲା। ଆଲୁମିନିୟମ ତାର ଯେତେବେଳେ ଚୋରି ହେଇଗଲା, ଏମାନେ କଣ କଲେ? ଲୁହା ତାରରେ ଆଣିଲେ। କିନ୍ତୁ ଆଲୁମିନିୟମ ତାରରେ ଇଲେକ୍ଟ୍ରିକ କଣ୍ଡକ୍ଟିଭିଟି ଯେତେ ଯୋଉ ପରିମାଣରେ ଆସୁଥିଲା, ସେଟା କିନ୍ତୁ କମିଗଲା ଲୁହା ତାର ଦ୍ୱାରା। ଆମ ସାଧାରଣତଃ ଘର ମାନଙ୍କରେ ଆମର କଣ କରାଯାଏ? ୱାରିଂ ଯେତେବେଳେ କରାଯାଏ, ଆମ ତମ୍ବା ତାରରେ ୱାରିଂ କରାଯାଏ। କାହିଁକି ନା ଇଲେକ୍ଟ୍ରିକ ବା ତଡି ପରିବାହିତାଟା ବେଶୀ ହବ ବୋଲି। ଠିକ ସେଇଭଳି ଭାବରେ ଆମେ ଯଦି ସ୍ନାୟୁକୁ ସୂକ୍ଷ୍ମ ନ କରୁ, ସୂକ୍ଷ୍ମ ଯନ୍ତ୍ର ଯଦି ନ ହବ, ସୂକ୍ଷ୍ମ ଜିନିଷ ଧରା ପଡିବ ନାହିଁ। ଏ ନାମଟା ହଉଛି ବହୁତ ସୂକ୍ଷ୍ମ। ନାମ କରିବାକୁ ହେଲେ ଆମ ସ୍ନାୟୁ ଗୁଡାକୁ ସେଇଭଳି ସୂକ୍ଷ୍ମ ରଖିବାକୁ ପଡିବ। ଅର୍ଥାତ ମାଛ ମାଂସ ପିଆଜ ଖାଇଲେ ଏଗୁଡାକ ବା ଅଣ୍ଡା ମଦ ଖାଇଲେ ଇଏ କଣ କରେ? ସ୍ନାୟୁ ଗୁଡାକୁ ସ୍ଥୂଳ କରେଇ ଦିଏ, ଯାହା ଫଳରେ ନାମ ଧ୍ୟାନରେ ମନ ବସେ ନା। ଜଣେ ମା ଥରେ ଶ୍ରୀ ଠାକୁରଙ୍କୁ କହିଲେ, ବାବା ମୁଁ ବାପ ଘରକୁ ଯାଇଥିଲି ଭାଇର ବାହାଘରକୁ, ସେଠି ମୋ ଅଗୋଚରରେ ମୋ ଖୁଡି ମୋ ପୁଅକୁ ମାଛ ଖାଇବାକୁ ଦେଇଦେଇଛି। ତା ପରଠାରୁ ତା ପେଟ ଖରାପ ହେଉଛି, ତା ଆଉ ଭଲ ହଉନି। ଶିଶୁ ଠାକୁର କହୁଛନ୍ତି, ଗୋଟେ କାମ ତ କରୁଛୁ ଗୋଟାଏ, ଆଉ ପୁଅର ପେଟ ହୁଏତ ଭଲ ହେଇଯିବ, କିନ୍ତୁ ତା ମଗଜ ସ୍ନାୟୁ ଭିତରେ ଗୋଟାଏ ଦୋଷ ପଶିଗଲା। ଜୀବନରେ ସମ୍ପୂର୍ଣ୍ଣ ନିରାମିଷାଶୀ ଥିବା ଏବଂ ଦିନକ ପାଇଁ ମାଛ ଖାଇବା, ଏ ଦୁଇଟା ମଧ୍ୟରେ ଢେର ତଫାତ ହେଇଯାଏ। ଶରୀର ଓ ମନ ମଧ୍ୟରେ ଗୋଟେ ଆଡଭର୍ସ ଫ୍ୟାକ୍ଟର ବା ପ୍ରତିକୂଳ ବା କ୍ଷତିକାରକ ଉପାଦାନ ଅନୁପ୍ରବେଶ କରେ, ଯାହାର ପ୍ରଭାବ କ୍ଷୀଣ ହୋଇ
क्षीणतर होई होई सारा जीवन बही चले। ये गोटे कथा मुझे कहूँ कबीर साहब कहले तिल भर के मच्छी खाए कर कोटी गज दे दान, काशी करबट ले मरे तो भी नरक निदान। तिल प्रमाण माछ खाई कोटी कोटी हाथी घोड़ा कि तू संपत्ति बाड़ी धन संपत्ति तू दान करना कहीं बा मथुरा गया वृंदावन हरिद्वार तू जा कि तोर स्नान तीर्थ करना कहीं तते हॉस्पिटल को जीवाक पड़िबो, दुख भोगी रोग भोगिबाक पड़िबो। बहुत लोग एक कथा कहती जे मांस खाइले मनुष्य ठारे शक्तिर संवर्धन हुए। यह गोटे बड़ भ्रांत धारणा। जदि आम चिंता कर देखू तेबे हाथी घोड़ा बलद ओट गध खचर आदि जेते बलवान भार बोइला वाला बा परिश्रम कला वाला पशु अछंती एमानक मध्यरु केही हेले मांसाहारी नुहंती। अधिक समय पर्यंत शक्त काम करिवारे क्षमता एमानक भितरे अछि। जदि गोटे बाघ को आपण हल काम करिवारे बा गाड़ी टाणिबारे किछ समय पय जोची दियंती तेबे से खूब शीघ्र थकी जिवो, किंतु गोटे बलद सारा दिन काम रे लागि पारि। हाथी बड़ बड़ गछ को उपाड़ी देव, बाघ सिंह को मध्य मारिदेव, ओट गध खचर पहाड़ उपर को बहु ओजनदार इटा पत्थर सीमेंट बाली बोही नहीं पारिबे, किंतु बाघ सिंह बिलुआ हेटा एमाने सामान्य जिनस मत बोही नहीं पारिबे ना, किंतु एमाने मांसाहारी। एमानकर शक्ति बा बल गला कुआडे। हाथी बलद घोड़ा गध एमाने मांसाहारी नुहंती, किंतु बहु ओजनदार जिनस बोइबारे सक्षम हुअन। ये कथा हमको ख्याल रखा हेबो जे मांस शक्ति उत्पादक नुहे। मांस जहां कि प्रोटीन बा खाद्य सार कहती ता शरीर गठन रे साहाय्य करे। प्रोटीन शक्ति उत्पादक नुहे। शक्ति शर्करा जातीय पदार्थ बा कार्बोहाइड्रेट्स बा चर्बी बा फैट जातीय पदार्थ उत्पन्न हुए। गोटा मोटर गाड़ी एग्जांपल आम दबा, गोटा मोटर गाड़ी भल धातु रे तैयारी हेले मजबूत हुए, किंतु यहाँ चलैबा पय पेट्रोल किंबा डीजेल तो दरकार। यह मोटर गाड़ी शक्ति वृद्धि कराए। शरीर शक्ति वृद्धि पाई कार्बोहाइड्रेट्स एंड फैट्स बा शर्करा और चर्बी जातीय पदार्थ आवश्यक, जहाँ की प्रोटीन बा मांसाहार रे मिलेनी। तेणु जो लोक ए विज्ञान अपोजित अटंती से माने भ्रांतिर शिकार हुंती कि मांस द्वारा शक्ति बढ़े। ध्यान देवा कथा कि मनीष से पशु मानकर मांस खाए जी स्वयं मांसाहारी नुहंती। किए ना छेली मेंढा हरिण गोरु घुसुरी एमाने दाना किंबा शाकसब्जी आदि खाई प्रोटीन तथा निजर शरीर मांस तैयारी करि पारुछन। मनीष कौन स्वयं भात रुटी फल मूल शाकसब्जी आदि खाई निज पाई प्रोटीन संग्रह करि परिबे नै? यह मानिबा कथा जे मनीषर भावनार प्रभाव तार शरीर उपरे मध्य पड़े। आउ जेतेबेले कौनसी पशु को वध करने को निया जाउथाए सेही समय सेही पशुर भय क्रोध अविश्वास संदेह चिंता आदि प्रभाव एपरी हुए जे सेथिरे किछि विष मिशा तत्व सेही पशुर रक्त और मांस रे मिसी जाए एवं यह द्वारा से मांस विषाक्त और अभक्ष्य हो जाए एवं सेही खाद्य जे खाए ता भितरे भय क्रोध से संदेही हम अविश्वासी हम ता व्यक्तित्व रे परिणत हो अविश्वासी व्यक्तित्व रे परिणत हो जाए। मु तापरे किछि मुनि ऋषिकर कथा अवतार पुरुष मानकर कथा कहबा चाहूची। श्रुत संहिता रे अछि आहार शुद्धौ चित्तस्य विशुद्धि भवति स्वतः चित्त शुद्धौ क्रमात् ज्ञानम जायते परमेश्वरम। आहार शुद्ध हेले आपना छाए चित्तर विशुद्धि आसे। चित्त विशुद्ध हेले क्रमश भागवत ज्ञान जन्म। अभक्ष्य भक्षणा चित्तम अशुद्धम भवति स्वतः अशुद्ध्या भ्रांति विज्ञानम जायते सुदृढ़म नृणाम। भ्रांति विज्ञानतः पुंसो निषिद्धाचरण रति जाते तु पापं कुरुते कर्म सर्वदा। अभक्ष्य भक्षण रे चित्त आपना छाए अशुद्ध हुए। अशुद्ध चित्तता हेतु मनुष्यर विशेष रकम भ्रांतिर उत्पत्ति हुए। भ्रांत ज्ञान जो मानकर सेमानकर निषिद्ध काम करिवारे प्रवृत्ति हुए ता फल मनीष सर्वदा पाप कर्म करी चले। आहार शुद्धि रुचित शुद्धि प्रवर्तई
चित्त शुद्धि हेले शिष्य शिक्षा जाल भई चित्त शुद्ध हेले शिष्य जाई शिक्षा लाभ करे आ चित्त तो शुद्ध आमर है ना कि शिक्षा लाभ करिया गुरु धरिकी सेठी बहु गोलमाल हुए से छाड़ी दियंती वर्तमान जो डीपी वर्क चलछि ता पछर कारण होइछि मनुष्य कथा कहूँ न भक्ष्य जो मांसं विधिहित पिशाचवत् स लोके प्रियतंग जाति व्याधि विश्च न पीड्यते मनु होचंदी हमर गोत्र विद्या तांकर एटा होची तांकर गोटे श्लोक अर्थात जो व्यक्ति शास्त्र विधि लंघन करी पिशाच भलिया मांस भक्षण न करे से लोक समाज रे प्रिय हुए एवं रोग समूह द्वारा पीड़ित हुए नहीं रोग आमको तो होउची आम माने माछ मांस छाड़ी देइछे बोली किंतु जो परिमाण रे होउची से परिमाणटा किंतु कम अन्य माने रोग भोगी खत्म हो जाउची नि आमे किंतु रक्षा पाउचे बहु असंभव जिनिस मध्य आम भितर संभव हो जाउची से गोटा कहीकि मोर निजर कथा मु कहिया समय जाउची जहाँ मो जीवन में घटी बा मो स्त्री जीवन में घटी केवल मात्र तांको धरी चलीथिबारु एवं खाद्य पानी जोगी चलीथिबारु मो सेई भलिया रक्षा पाई जाइछि अनुमंता विश्वसिता नियंता क्रय विक्रयी विक्रयी संस्कर्ता चोपहर्ता च खादका स्थिति घातका अर्थात पशु हत्या निमित्त अनुमति दाता मांस बंटन कर्ता छेदन कर्ता क्रय विक्रयी मांस पाचक मांस परिवेशक और खादक एमाने समस्त घातक बोली मनु संहिता रे कहै सुरामस्या पशुर मांस द्विजातिनां बलिष्ठता धूर्ते प्रवर्तित यज्ञ नैतद वेदेषु कथ्यते अर्थात सुरा माछ पशु मांस दुई जाति मानकर बलि मनुष्य बलि ये धूर्त माने प्रवर्तित यज्ञ रे सब कथा बा वेद रे कथा कुआ हाई ना महाभारत शांति पर्व रे लिखा अछि निहित पशुर यज्ञ स्वर्ग प्राप्ति जदिष्यते स्वपिता जजमान किंबा तत्व न हन्यते यज्ञ रे निहित हेले जदि पशु स्वर्ग प्राप्ति हुए तेबे जजमान कहीं बापा को यज्ञ रे निहत करे ना एटा पद्म पुराण सृष्टि खंडे रे अछि या छड़ा माछ मांस अंडा एगुड़ा उत्तेजक और गुरुपाच्य खाद्य उच्च चिंता सूक्ष्म दर्शन पथरे एगुड़ाक सहायक खाद्य नुहे एथिपाई बोधे युद्ध समय हिटलर फलमूलादि निरामिष आहार ग्रहण करुथिले शुणतु हे नूप कहउछंती कुश पाणी पशुबध करिण जे पूजंती भवानी आत्मा को न चिनी जेहु पाषांडर मते पशु बलि देउथांती आपणार हिते माया सुख लोभे जेहु विनाशई जंतु बिना अपराधे दिए प्राणी को जे मृत्यु श्रेष्ठ जाति होई करी सुरापान करे उपकार न करी जे उपकारी मारे जीव मारी माछ मांस जे करे भोजन गुरुदेव तांकु जे निंदंती गुरुजन हेमंत पापी निधन काल तू ही जानी दूत पेशीण बंधन करी तांकु आनी वज्रशिला मारिण जे भांगी बुता बुकु अधोगति नरके नहीं निवेशिबु तांकु कदापि उपरोध तांको ठारे न करिबु उग्र उग्र नरक मध्य नहीं तांकु पकाइबु विष्णु केसरी पुराण रे पराशर मुनि कथा कहछि भागवत रे कहछि पर पीड़ने नित्य हिंसा दुख गहने करे आशा यज्ञ आरंभी विधिहीने पशु मारण विधाने कल्पित पितृ यज्ञ छले पशु को बध करे बले जीव मारिण कर्म कले नरके पड़े अंतराले दाड़िया भक्ति माछ मांसरे जार प्रिय सर्वदा जड़ित संशय से प्राणी नास्तिक दुर्जन ममता गर्व अभिमान नामरे विश्वासता नाई इंद्रिय रसे बस हो श्रीकृष्ण आहार को तीन भाग रे विभक्त कर दैछन सात्विक आहार राजसिक आहार तामसिक आहार
सात्विक आहार कहते आयु सत्य बल आरोग्य सुख प्रीति विवर्धना रस्या स्निग्धा स्थिरा ऊर्जा आहार सात्विक प्रिया परमय उत्साह सामर्थ्य स्वास्थ्य चित्तर प्रसन्नता और रुचि एमानकर वर्धनकारी स्वादु चिकण और स्थिर गुण संपन्न एवं मनोहर जे आहार से सब हूँ सत्वगुणी व्यक्ति प्रिय पट्टम्ल लवणा तृष्ण तीक्ष्ण रुक्ष विदाहीन आहार राजस श्रेष्ठा दुख शोकामय प्रदा अति कटु अति अम्ल अति लवण अति उष्ण अति तीक्ष्ण अति रुक्ष और अति प्रदाहकार पर आहार रजोगुणी व्यक्ति प्रिय अटे एवं ताहा दुख शोक और रोगजनक तामसिक आहार जात जाम गत रसं कुति पर्युषित जत उचिष्टम अभिचा मध्यम भोजन तामस प्रिया जो आहार एक प्रहर पूर्व प्रस्तुत निरस दुर्गंध बासी और उच्छिष्ट एवं अपवित्र तमगुणी प्रिय अटे बुद्धदेव कहले किल नॉट बट हैव रिगार्ड फॉर द लाइफ जीव हिंसा करो नहीं किंतु जीव प्रति दया करो जीसस क्राइस्ट कहले नो यू नॉट दैट यू आर द टेम्पल ऑफ गॉड and the spirit of God dwells in you. If anyone will defile the temple of God, God himself will destroy him because the temple of God is holy, which temple you are. तुम्हें कौन जाना नहीं ये तुम मान हो तो भगवान कर मंदिर अट एवं से भगवत शक्ति तुम मान भीतर विराजित जदि कहीं भगवान कर मंदिर को अपवित्र करे ताहले भगवान ताको विनाश करिवे कारण भगवान कर मंदिर अपवित्र तुम्हें हो जो सेही मंदिर मोहम्मद कले लाई यन्नालोल्लाह लोहुमा यल्ला देमा यहा वेल्ला की यन्नालो ताको या मिनकुम काज लेका छाक खारा ले तो काब बेरुल्लाह अल्लामा हादकुम यही प्राणी मान रक्त अथवा मांस केते बेले हेले अल्लाह का निकट रे पहुंचे नाही बरं तुम मान संयम ही अल्लाह का निकट रे उपनीत हुई ठाकुर कहले हत्या करे ईश्वर के करले निवेदन सेही रक्त मांस ताते पहुंचे ना कखन ईश्वर रे उपासना हिंसा साधन पशु बलि विश्व प्रभु नेता जाए ना ताते से सकल चैतन्य चरित्र मत रही प्रभु करे गोदुग्ध गाभी है माता पुरुष अन्न उपजाए तेह है पिता पिता माता मारी खाओ एबा कोन धर्म कोनो बोले कर तुम एमत विकर्म जियाइते पारे जदि तबे मारे प्राणी वेद कोराने आछे हेन आज्ञा बाणी ज्ञान जगरे स्वामी विवेकानंद कहते वास्तविक कथा ही आमे खाइबा को चाहू तेणु खाऊ आमे निजे जने निजे जने संपूर्ण निरामिष भोजी न होई पारे किंतु आमिष मु निरामिष भोजन आदर्शटा बुझे जेतेबेले मु मांस खाए सेतेबेले मु जाने मु अन्याय करूछि घटना विशेष रे मु या खाइले बाध्य खाइबा को बाध्य हेले मध्य मु जाने या अन्याय मु आदर्श को नीच करी मोर दुर्बलतार समर्थन करबा चेष्टा करिवि नाही मु आगुर कहउतली कबीर साहब कहजनी तिल भर की मच्छी खाए कर कोटी को देदान कसी करवट ले मारे तो भी नरक निदान आमे आमे जदी ए करिगिरी तिल प्रमाण माछ खाई कोटी कोटी हाथी दान करू काशी करबट गया मथुरा वृंदावन हरिद्वार इत्यादि जाऊं तथापि हमको नरक भोगिया पड़ो केमती ना एसीबी मेडिकल जीवा पड़ो आपोलो जीवा पड़ो कलिंग जीवा पड़ो किम्स जीवा पड़ो पद्मिनी केयर शांति सम आमरी सब जगह जाइए आम दुख भोगिबा आ कुआथि भांग बखे बल बुद्धि आउ आमक सय दो अमलन अगुण कह बलवंत नर जय अगुण कहू शराब का ज्ञानवंत सुन ले मनुष्य पशुआ करे द्रव्य घाट का देव भांग गंजेई बल बुद्धि हरण करे अफिम मंड को आहात्मक करे मनुष्य ज्ञानीवान मैंने दुईटा को निंदा कर ज्ञानवान मद्य को निंदा कर कारण मद मनुष्य को तार निज खर्च पशु तैयारी करे ठाकुर बोले खास ने मादक प्याज रसुन माछ मांस नानाविध ओते विधान विषाक्त है अजता है उत्तेजित जार फले बांचा बाड़ा सहज भाव पायना छाड़ा मरण तरण चलन जे सब हय पड़े विक्षोभित ए गोटे माँ भजन गाउथिले दया कथा से दयाटा माने कौन तांकर दया नुहे सी तो दया कर दया केते आसे ना सब दया आने रक्षा जीवन रक्षा के दया कहे जीवन दिए पाली दया भगवान दयामय दया शब्द दय धातु आसी माने रक्षा करवा आमे जेते तांको आम भीतर रक्षा कर चलवा सेते हमर तांकर दया आम प्रति आसीबो मोर ठाकुर मोर अभिज्ञता है आमिषार स्वास्थ्य पक्षे केते भल नुह फाइनल रियलाइजेशन सूक्ष्मतर अनुभूति जदि कहीं चाहे अब आमिषार बजाय रखे एक प्रकार असंभव एनिमल फूड इज वेरी हार्मफुल टू ब्लिस इट डिप्राइव्स द नर्व्स ऑफ एनरिचमेंट fish and flesh aggravates to hankering to have stimulant at least I think so आमिष आनंद व शांति पक्षर क्षतिकारक यह स्नायु को बोध ऐश्वर्य वंचित करे
ମାଛ ଏବଂ ମାଂସ ଉତ୍ତେଜକ ଦ୍ରବ୍ୟ ପାଇଁ ଆକାଂକ୍ଷା ଆହୁରି ବଢେଇ ଦିଏ। ଅନ୍ତତଃ ତାହା ମୁଁ ଭାବେ। ଶରତଚନ୍ଦ୍ର ହାଲଦାର ଏଥର ଦିନେ ଠାକୁର ଭୂତପୂର୍ବ ସଭାପତି ଶ୍ରୀ ଠାକୁର ବାହାରେ ପ୍ରଶ୍ନ କରିଥିଲେ। ଠାକୁର ତା ଉତ୍ତରରେ କହୁଛନ୍ତି ନିରାମିଷ ଖାଇଲେ ଆୟୁ ବଢେ, ତାতে অর্থাৎ ইষ্টে প্রীতি যত বাড়ে ততই সঙ্গতি বাড়ে। মাছ মাংস খাওয়ার প্রবৃত্তিও ততই কমে যায়। তুমি যত শীঘ্র শীঘ্র পারো তা ছেড়ে দাও। দিন বেছে এ কয়দিন খাবো ও কয়দিন খাবো না ওসব কথা নয়। উদ্দেশ্য হলো ছাড়া, তা তোমার পক্ষে তোমার পরিবারের পক্ষে ছাড়াই মঙ্গল। তুমি ক্রমে ক্রমে আমিষ খাওয়ার অভ্যাসটা কমিয়ে আনো। ঠাকুর পছন্দ করেন না, তাই আমি খাবো না, এই বোধও ভালো। ବିରୁଦ୍ଧବାଦୀ ମାନେ ହয়তো କହନ୍ତି, କହିବେ ପ୍ରଚୁର ପରିମାଣରେ ମାଛ ମାଂସ ଅଖାଦ୍ୟ ଖାଦ୍ୟ ଖାଇ ମଧ୍ୟ ମଣିଷ ଅନେକ ବଡ ବଡ ମୁଣ୍ଡର କାମ କରିଛି ଏବଂ ଏବେ ମଧ୍ୟ କରିବା ଦେଖାଯାଏ। ଏହା କେମିତି ସମ୍ଭବ? ଉତ୍ତରରେ କେବଳ ଗୋଟାଏ କଥା କୁହାଯାଇପାରେ, ନିଆଁରେ ହାତ ପୁରେଇଲେ ହାତ ପୋଡିବ ହିଁ ପୋଡିବ। ଶରୀରରେ ଜୋରରେ ଆଘାତ ଦେଲେ ବ୍ୟଥା ଲାଗିବ ହିଁ ଲାଗିବ। ପ୍ରତିଟା କ୍ରିୟାର ପ୍ରତିକ୍ରିୟା ଅଛି। ଅଖାଦ୍ୟ ଖାଇଲେ ଯେ ପ୍ରତିକ୍ରିୟା ହେବାର କଥା ତାହା ନିଶ୍ଚୟ ହେବ। କାହାର ହୁଏତ ସଙ୍ଗେ ସଙ୍ଗେ ବା କାହାର ଟିକେ ଡେରି, କାରଣ ସମସ୍ତଙ୍କର ପ୍ରତିରୋଧ ଶକ୍ତି ସମାନ ନୁହେଁ। କେହି ଫଳ ପାଏ 40 ବର୍ଷରେ ବା କେହି ପାଏ 60 ବର୍ଷରେ। ମଦ ବେଶୀ ଖାଇଲେ ଯେପରି ଶେଷ ପର୍ଯ୍ୟନ୍ତ ଲିଭର ପଚିଯାଏ ବା ଛାତିରେ ଯନ୍ତ୍ରଣା ହୁଏ, ସେହିପରି ଅଖାଦ୍ୟ କୁଖାଦ୍ୟ ବେଶୀ ଖାଇଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ଦେଖାଯାଏ ଅକାଳରେ ଦାନ୍ତ ପଡିଯାଇଛି, ଶରୀରରେ ଜରା ଆସିଯାଏ। ଶରୀର ଭିତରେ ସୂକ୍ଷ୍ମ ଭାବରେ ଏଇ ସବୁ ଖାଦ୍ୟର କ୍ରିୟା ଚାଲୁଥାଏ। ଦିନେ ନା ଦିନେ ଫଳଟା ପ୍ରତ୍ୟକ୍ଷୀଭୂତ ହୁଏ। କେହି ହୁଏତ କହିପାରନ୍ତି ବୁଢା ହେଲେ ସମସ୍ତଙ୍କର ଜରା ଆସେ, ଦାନ୍ତ ପଡେ। ସେଠାରେ ମୁଁ କହିପାରେ, ଠାକୁର କହୁଛନ୍ତି, ପ୍ରଦୀପରେ ତେଲ ଥିଲେ ମଧ୍ୟ ସୁରକ୍ଷିତ ନ ରହିଲେ ଦମକା ପବନରେ ପ୍ରଦୀପ ଲିଭିଯାଏ। ଅନାଚାର ଓ ଅଖାଦ୍ୟ ଖାଇବା ଫଳରେ ଯେଉଁ ଜରା ଆସିପାରିଥାନ୍ତା ତାହା 70 ବର୍ଷ ବୟସରେ ଦେଖାଦିଏ। ତେଣୁ ଆଉ ବିଶେଷ ସମୟ ନଉନି, ବହୁତ ସମୟ ନେଇଗଲିଣି। ଯାହା କିଛି ପାରିଛି କହିଛି ଆପଣମାନଙ୍କ ପାଖରେ, ଆପଣମାନେ ଚିନ୍ତା କରି ନିଜ ଜୀବନରେ ପ୍ରତିପାଳିତ କରିବାକୁ ଚେଷ୍ଟା କରିବେ। କୁହନ୍ତୁ କୁହନ୍ତୁ, ଆଉ 5 ମିନିଟ୍ କୁହନ୍ତୁ, ଆଉ 5 ମିନିଟ୍ କୁହନ୍ତୁ। ବହୁତ ବଢିଆ ଲାଗୁଛି ଟପିକ, ଆଉ ଟିକେ କୁହନ୍ତୁ। ଦାଦା ଶୁଣିପାରୁଛନ୍ତି? ଆଜ୍ଞା, ଆଉ ଟିକେ କୁହନ୍ତୁ 5 ମିନିଟ୍। ବଢିଆ ଟପିକ, ଠିକ ଚାଲିଛି ସ୍ପିଡରେ। ହଁ କୁହନ୍ତୁ। ମାଛ ମାଂସ ଖାଇଲେ ଶରୀର ଭିତରେ ଗୋଟେ ବିଷ କ୍ରିୟା ସୃଷ୍ଟି ହୁଏ। ସେଥିରେ ସ୍ନାୟୁ ମସ୍ତିଷ୍କ କୋଷ ଗୁଡାକ ଚଞ୍ଚଳ, ଦୁର୍ବଳ, ସ୍ତର୍ଯ୍ୟସାମ୍ୟ ଓ କ୍ରମାଗତିକର ହୋଇ ଉଠେ। ସୂକ୍ଷ୍ମ ସାରା ଗୁଡିକ ଭଲ କରି ଧରି ପାରେ ନା। ଦିନେ ମାଛ ଖାଇଲେ ଅନ୍ତତଃ 2-3 ସପ୍ତାହ ତାର ଜୋର ଥାଏ। 2-3 ସପ୍ତାହ ପର୍ଯ୍ୟନ୍ତ ସୂକ୍ଷ୍ମ ଅନୁଭୂତି ଗୁଡିକ ଠିକ ଠିକ ଭାବରେ ଆସିବାକୁ ଚାହେଁ ନା, କିପରି ଯେପରି ରାହୁଗ୍ରସ୍ତ ହୋଇପଡେ। ଏଇଟା ମୁଁ ଯେତେବେଳେ ନୂଆ ନୂଆ ଦୀକ୍ଷା ନେଇଥିଲି, କିଛି ଦିନ ମାଛ ଖାଇକିରି ଦେଖିଛି ଏବଂ ମାଛ ଛାଡିକିରି ମଧ୍ୟ ଦେଖିଛି। ଏଇଟା ଏକଦମ ଠାକୁର ଯୋଉଟା କହିଛନ୍ତି ଏକଦମ ପରଫେକ୍ଟ ଜିନିଷ। ମୁଁ ନିଜେ ବାର ବାର ପରଖ, ଠାକୁର କହୁଛନ୍ତି ମୁଁ ନିଜେ ବାର ବାର ପରଖ କରି ଦେଖିଛି। ବଡ ବଡ ଡାକ୍ତର ବୈଜ୍ଞାନିକ ମାନେ ମଧ୍ୟ ଆମିଷ ଆହାର ବିରୁଦ୍ଧରେ ଏବଂ ଆମିଷ ଆହାର ସପକ୍ଷରେ ଅନେକ କଥା କହିଛନ୍ତି। ପୁଣି ଏହାର ଓଲଟା କଥା ମଧ୍ୟ ପାଇବାକୁ ମିଳେ। କିନ୍ତୁ ମୋର ମନେ ହୁଏ, ଯେଉଁମାନେ ଉନ୍ନତର ଜୀବନ ଯାପନ କରିବାକୁ ଚାହାନ୍ତି ଓ ସୁସ୍ଥ ଦେହରେ ସ୍ୱଚ୍ଛନ୍ଦ ମନରେ କ୍ରମାଗତି ନେଇ କଠୋର ପରିଶ୍ରମ କରିବାକୁ ଚାହାନ୍ତି, ସେମାନଙ୍କର ନିରାମିଷ ଆହାର ଖାଇବା ଉଚିତ। ଏଇ ଯୋଉ ଡକ୍ଟର କଥା ପଢିଲା, ମୁଁ ଥରେ କହୁଛି, ମୁଁ ଦିଲ୍ଲୀରେ ଥିଲି। ମୋ ନିଜର ଅଭିଜ୍ଞତା, ମୁଁ ଦିଲ୍ଲୀରେ ଥିଲି। ସେଠି ଜଣେ ଗୋଟେ ମେସରେ ରହିଥିଲୁ। ସେ ତ ଖାଇବା ପିଇବା ଯୋଉ ଅସୁବିଧା ହେଉଥିଲା ମୁଁ ଖାଉଥିଲି, ସେ କଥା ଛାଡନ୍ତୁ। ଯୋଉ ମେସରେ ରହିଥିଲୁ, ସେ ମେସରେ ଆମର ପାଖରେ ଜଣେ ଡକ୍ଟର ଥିଲେ। ସେ ଡକ୍ଟର, ସେମାନେ ସେଦିନ ମାଂସ ଆଣିକିରି ଖାଉଛନ୍ତି, ମୁଁ ମୋର ଗରମ ଭାତ ଏବଂ ବାଇଗଣ ଭଜା ଖାଉ। ସେଠୁ ସେମାନଙ୍କୁ ମଧ୍ୟ ମୋଠୁ ମାଗିକିରି ବାଇଗଣ ଭଜା ନେଇ ଖାଇଲି। ସେ ଯାହା ଅଳ୍ପ 1-2ଟା ପିସ୍ ଥିଲା, ମୁଁ ତା ଦେହରେ ଶୁଖିଲା ଭାତ ବାଇଗଣ ଭଜା ଖାଇଲି। ମୋର ସେଥିରେ ଶାନ୍ତି, କିଛି ଅସୁବିଧା ନାହିଁ। ତେଣୁ ସେ ଡକ୍ଟର ମତେ କହିଲେ ଆଜ୍ଞା ଆପଣ କାହିଁ ଖାଉନାହାନ୍ତି ଛଡିକି ବାବୁ? ମୁଁ କହିଲି ଆଜ୍ଞା ମୁଁ ତ ଖାଏନି, କାହିଁ ଛାଡି ଦେଇଛି, ମତେ ଭଲ ଲାଗେ ନା। ନା କାହିଁ ଖାଆନ୍ତିନି କହିବେ ନା। ମୁଁ କହିଲି ଆଚ୍ଛା ହଉ ଠିକ ଅଛି, ଆପଣ ଖାଇସାରନ୍ତୁ, କଥାବାର୍ତ୍ତା ହବା। ଖାଇସାରିଲା ପରେ ସେ ଗଲେ ଶୋଇବାକୁ। ମୁଁ ତ ଆଉ ଶୋଇବାକୁ ଗଲିନି, ମୁଁ ଗଲି ତାଙ୍କ ପଛରେ ଲାଗିଲି। ମୁଁ କହିଲି ଆଜ୍ଞା ଆଉ କଣ ଶୋଇପଡିଲେ, ଆଉ କଣ ଟିକେ କଥାବାର୍ତ୍ତା ହବ ବୋଲି କହୁଥିଲେ ପରା? ନା ହଁ। ମୁଁ ସେଠୁ କହିଲି, ମୁଁ କହିଲି ମଣିଷ
ଯେତେ ମାଂସ ଖାଏ ଉଦାହରଣ ସ୍ୱରୂପ ଅଧ କିଲୋ ମାଂସ ଯଦି ଖାଏ ତା ପେଟରେ କେତେ ୟୁରିକ ଏସିଡ ହୁଏ? ସିଏ କହିଲେ 20 ଗ୍ରାମ। ମୁଁ କହିଲି ଆପଣଙ୍କର ଯୋଉ କିଡନୀ ଅଛି ସେ କିଡନୀ ନିଷ୍କାସ ହେଇ ଯୋଉ ୟୁରିକ ଏସିଡ ଟା ସୃଷ୍ଟି ହେଲା ସେଟା କେମିତି ଯାଏ ନା କିଡନୀ ଦେଇ ଯାଏ। ମୁଁ କହିଲି କିଡନୀ ଦେଇ ଯାଏ, କିଡନୀର କାପାସିଟି କେତେ? ସିଏ କହିଲେ 3.862। ମୁଁ ତାଙ୍କୁ 4 ଗ୍ରାମ ବୋଲି ରାଉଣ୍ଡ ଫିଗର କହିଲି। ମୁଁ କହିଲି 3.862 ଯଦି ବାହାରି ଗଲା, ଆପଣ ଆଜି ଅଧ କିଲୋ ମାଂସ ଖାଇଛନ୍ତି, ଆପଣଙ୍କ ପେଟରେ 20 ଗ୍ରାମ ୟୁରିକ ଏସିଡ ହେଇଥିବ ନା? ହଁ। ମୁଁ କହିଲି ଆପଣଙ୍କର ସେ ଜୀବ ଗଲା କେମିତି? ନା କିଡନୀ ଦେଇ ପରିଶ୍ରା ଦେଇ ଚାଲିଗଲା 3.862। ମୁଁ କହିଲି 3.4 ଗ୍ରାମ ଗଲା, ଆଉ ଯୋଉ 16 ଗ୍ରାମ ରହିଲା ସେ 16 ଗ୍ରାମ କୁଆଡେ ଗଲା? ମତେ ସେ କହିଲେ ସେ ଗୁଡାକ କଣ ହୁଏ ଜାଣନ୍ତି? ଲେନ୍ଦରା ଆକାରରେ ଚାଲିଯାଏ, ଲୁହ ଆକାରରେ ଚାଲିଯାଏ, ଝାଳ ଆକାରରେ ଚାଲିଯାଏ। ମୁଁ କହିଲି ସାର୍ ଆପଣ ତ ଜଣେ ଡକ୍ଟର, ଆପଣ ଏଠି ଏସି ରୁମ ରେ ରହୁଛନ୍ତି, ଆପଣ ଯେତେବେଳେ ଡ୍ୟୁଟି କି ଯାଉଛନ୍ତି ଏସି କାରରେ ଯାଉଛନ୍ତି ନା? ହଁ। ମୁଁ କହିଲି ଆପଣ ଯେତେବେଳେ ଅଫିସ ରେ ବସୁଛନ୍ତି ସେ ଏସି ରୁମ ରେ ବସୁଛନ୍ତି ନା? ସେଠି ତ ଆପଣଙ୍କୁ ଝାଳ ଜମା ବୋହିବନି ନା? ନାହିଁ। ମୁଁ କହିଲି ଲେନ୍ଦ୍ରା କଥା ଆପଣ କହିଲେ, ଯୋଉ ଲେନ୍ଦ୍ରା ଯଦି ଲେନ୍ଦ୍ରା ଆରମ୍ଭ ହେଲା ମାନେ ଥଣ୍ଡା ଧରିଲା, ଥଣ୍ଡା ଧରିଲେ ତ ଆପଣଙ୍କ ପାଖରେ ଔଷଧ ଅଛି, ଫଟାଫଟ ଏକାଥରେ ଫଟାଫଟ ଖାଇଦେଇ ଭଲ ହେଇଯିବେ। ଆଉ ଲୁହ, ଆପଣ ତ 2 ଲକ୍ଷ ଟଙ୍କା ଦରମା ପାଉଛନ୍ତି, ଆପଣଙ୍କର ଅସୁବିଧା ତ କିଛି ବି ହବନି, ବଡ ସୁଖ ଶାନ୍ତିରେ ଆନନ୍ଦରେ ରହିବେ, ଆପଣ ଲୁହ କାହିଁକି ବୋହିବେ? ସିଏ ମତେ ଆଉ କିଛି ଜବାବ ନ ଦେଇ ଚୁପ୍ ହେଇଗଲେ। ଶେଷକୁ ମତେ କହିଲେ ଆପଣ ଏଗୁଡାକ ଜାଣିଲେ କୋଉଠୁ? ମୁଁ କହିଲି ଆଜ୍ଞା ମୋ ଗୁରୁଙ୍କ ପାଖରୁ ମୁଁ ଜାଣିଲି। ଗୁରୁ ଧରି ଚାଲିଛି ନା? ତମ ଗୁରୁ କିଏ? ମୁଁ କହିଲି ଠାକୁର ଅନୁକୂଳ ଚନ୍ଦ୍ର, ତାଙ୍କୁ ଧରିକି ଚାଲିଛି, ତାଙ୍କଠୁ ଯାହା ଶିଖିଛି ମୁଁ ସେଇଆ କରି ଚାଲିଛି। ଆପଣ ଯଦି କରିବେ ଆପଣଙ୍କର ତାହା ହିଁ ହବ, ନ ହବ ବୋଲି କଥା ନାହିଁ। କିନ୍ତୁ ନ କରିବ ଯଦି ଏଇ ସବୁ ଯୋଉଗୁଡା କହିଲେ ଏଗୁଡା ବେଶୀ ବରଂ ହବ, ଲୁହ ବୋହିବ, ନେନ୍ଦରା ବୋହିବ, ଝାଳ ମଧ୍ୟ ବୋହିବ। ଯୋଉମାନେ ନ ମାନୁଛନ୍ତି ନ କରୁଛନ୍ତି ସେମାନେ ଭୋଗୁଛନ୍ତି। ଯାହା ହଉ ଭାଇ କହିଥିଲେ 5 ମିନିଟ ନବା ପାଇଁ, 5 ମିନିଟ ନେଇଗଲି। ସର୍ବଶେଷରେ ସମସ୍ତଙ୍କର ମଙ୍ଗଳ କାମନା କରି ବକ୍ତବ୍ୟ ଶେଷ କଲି। ଜୟ ଗୁରୁ, ଜୟ ଗୁରୁ। ବହୁତ ବହୁତ ଧନ୍ୟବାଦ ଶ୍ରୀଯୁକ୍ତ ଜିତେନ୍ଦ୍ରନାଥ ଷଡଙ୍ଗୀ, ଏସପିଆର ସତ୍ସଙ୍ଗ କେନ୍ଦ୍ର ସାଲେପୁର କଟକ। ଏତେ ସୁନ୍ଦର ଭାବରେ ଆଜି ଯାହା ଆଲୋଚ୍ୟ ବିଷୟ ଥିଲା, ପଞ୍ଚୁକ ଚାଲିଛି, 5 ଦିନ ହେଲା ସବୁ ଆମିଷ ଛାଡିଛନ୍ତି, 5 ଦିନ ପାଇଁ। କାଲି ତ ପୂର୍ଣ୍ଣମୀ, ପୁଣି ପରଦିନ ଯାହା ଛାଡ ଖାଇଥାନ୍ତା, ଭାଗ୍ୟ ଖରାପ ଗୁରୁବାର ପଡିଯାଉଛି। ଯାହା ହଉ ପଞ୍ଚୁକ ପରେ, ଏ ଯୋଉ ପୂର୍ଣ୍ଣମୀ ପରେ ଲୋକମାନଙ୍କର ଯୋଉ ଆମିଷ ଖାଇବା ପାଇଁ ଯୋଉ ଆଶା ଆକାଂକ୍ଷା, ସତେ ଯେମିତି ବର୍ଷ ବର୍ଷ ଧରି ଖାଇନଥିଲେ, 5 ଦିନ ପରେ ସେଇଭଳି ବିକଳ ହେଇକି ଯୋଉ ଡବଲ ରେଟ୍, କଣ 3 ଡବଲ ରେଟ୍ ହେଲେ ବି ମାର୍କେଟରେ ଆଉ ଜାଗା ମିଳେନି କିଣିବା ପାଇଁ, ଦୋକାନରେ ବି ଭିଡ ଜମିଥାଏ। କିଣିକି ଆଣିକି ଖାଇବୁ। ଯୋଉମାନେ ମାସେ ଛାଡିଥାନ୍ତି, ହବିଷ କରିଥାନ୍ତି, ସେମାନେ ବି ସେୟା। କାର୍ତ୍ତିକ ମାସରେ ଅନେକ ଲୋକ ବି, ପୁରୁଷ ଲୋକମାନେ ବି କିଛି ଆମର ଖାଆନ୍ତି ନାହିଁ କାର୍ତ୍ତିକ ମାସରେ ଆମିଷ, କିଛି ଲୋକ ଶ୍ରାବଣ ମାସରେ ଖାଆନ୍ତି ନାହିଁ। ଏମିତି କିଛି ପାଳନ ତ ରହିଛି ଆମର ସାପ୍ତାହିକ, ସୋମବାରେ କି ଗୁରୁବାରେ ମା ମାନେ, କିଛି ଲୋକ ଅନ୍ୟାନ୍ୟ ବାର ମଧ୍ୟ ପାଳନ କରୁଛନ୍ତି। ଯେଉଁମାନେ ଆମର ସତ୍ସଙ୍ଗରେ ସଦୀକ୍ଷା ଗ୍ରହଣ କରିଛନ୍ତି, ହୁଏତ ସ୍ୱସ୍ତି ନେଇନାହାନ୍ତି, ସେମାନେ ମଧ୍ୟ ଶୁକ୍ରବାରଟି ପାଳନ କରନ୍ତି। ଏମିତି କିଏ ଶନିବାର ହନୁମାନଙ୍କ ବାର, କିଏ ମଙ୍ଗଳବାର, କିଏ ରବିବାର, ଏମିତି ବିଭିନ୍ନ ବାର ମଧ୍ୟ ଲୋକମାନେ ପାଳନ କରନ୍ତି। ଆମିଷ ଗୋଟିଏ ଦିନ ଆମେ ଖାଇବାନି, ଆଜି ଦେବ ଦେବ, ସେ ଭଗବାନ କଣ ସେ ଗୋଟିଏ ଦିନ ପାଇଁ ଆମିଷ ଖାଇବାକୁ କହିଛନ୍ତି? ଯାହା ହଉ କିଛି ଅପରାଧରେ ମଣିଷ ଗୋଟିଏ ଗୋଟିଏ ଦିନ ଯୋଉ ପାଳନ କରେ, କିଛି ତ କିଛି ବାରଣ ହେଇଯାଏ, କିଛି ତ ସାଦା ଖାଇଲା ପରେ କିଛି ତ ମାନେ ଯୋଉ ସମସ୍ୟା, ଆମିଷ ଖାଇକି ଯୋଉ ରୋଗ ଗୁଡିକ ସବୁ ବଡ ବଡ ରୋଗ, ହାର୍ଟ ଡିଜିଜ, କିଡନୀ ଡିଜିଜ, ଆପଣଙ୍କର କୋଲେଷ୍ଟ୍ରଲ, ବଡ ବଡ ଡିଜିଜ ସବୁ, ଡାଇବେଟିସ ଟାଇପ 2, ବିଭିନ୍ନ ପ୍ରକାର ଓବେସିଟି ହଉଛି, ଆମର ଓଜନ ବଢି ଯାଉଛି, ଆମର ମାନେ ମୋଟା ହେଇଯାଉଛି, ଏଇ ସବୁ ଜିନିଷ ଗୁଡିକ ଅନେକ ଗୁଣରୁ କିଛି ମାନେ କମିଯିବ। ଖାଲି ତ ମାଛ ମାଂସ ଅଣ୍ଡା ଏସବୁ ଯେତେ ଆମିଷ ଜାତୀୟ ଦ୍ରବ୍ୟ ଆମେ ଖାଉଛେ, ତା ଦେହରେ ତେଲ କେତେ ୟୁଜ କରୁଛେ, କେତେ ପ୍ରକାର ମସଲା ୟୁଜ କରୁଛେ, ତାକୁ ଦେଖନ୍ତୁ। ଯେତିକି ତା କ୍ଷତି ହଉନି, ତେଲ ମସଲା ତାର 10 ଗୁଣ କ୍ଷତି କରୁଛି। ଅନେକ ଜିନିଷ ଆ ଫଳରେ ଆମର ଶରୀରକୁ ଆମେ ଖରାପ କରିଦଉଛେ ଅଖାଦ୍ୟ ଖାଇକି। ତେଣୁ ଆମେ ଏଠି ଅନ୍ୟ ଯୁଗକୁ ଯିବାନି। ଡାକ୍ତର ମାନେ ତ ଆଜିକାଲି ଲେଖୁଛନ୍ତି ଆମିଷ ଖାଇବା, ଟିକେ ଯାହା ଟିକେ ଦୁର୍ବଳ ହେଉଛି ଯୋଉ
ଏଠି ତାକୁ ଲେଖୁଛନ୍ତି ଦିନକୁ ସକାଳେ ଅଣ୍ଡା ସିଝା ଦବ, ଅମୁକ ଦବ, ସେ ମାଛ ଦବ, ଅମୁକ ଦବ, ମାଂସ ମଟନ, ଏଭଳି ଡକ୍ଟର ମାନେ ମଧ୍ୟ ପ୍ରେସକ୍ରାଇବ କରୁଛନ୍ତି। କାରଣ ସେମାନେ ବି ଜାଣନ୍ତି ନାହିଁ ଆର କେତେ ଡିମେରିଟ ଅଛି। ସେମାନେ ଭାବନ୍ତି ସବୁ ଜାଗାର ମେରିଟ, ଯୋଉଟା କି ଦାଦା ଏଇନେ ବର୍ତ୍ତମାନ ଲାଷ୍ଟ ପାର୍ଟରେ କହୁଥିଲେ। କିନ୍ତୁ ସେମାନେ ବି ଜାଣନ୍ତିନି ତାଙ୍କର ପାଠ ଯାହା କହୁଛି ତାଙ୍କର ସିଲାବସ ଅନୁସାରେ ପଢିଗଲେ, ପାଠ ପଢିଲେ କହିଲେ, କିନ୍ତୁ ବାସ୍ତବ ଜୀବନରେ ସେମାନେ କଣ ଯାଆନ୍ତିନି? କୌଣସି ମନ୍ଦିର ଯାଆନ୍ତି, ଦେବାଦେବୀ ମନ୍ଦିର ଯାଆନ୍ତି। ମେଡିକାଲ ପାଇବା ପୂର୍ବରୁ ସେମାନେ ମଧ୍ୟ ଶିବ ମନ୍ଦିର ଯାଉଥିଲେ, ମେଡିକାଲ ପାଇବା ପରେ ବି ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର ଯାଆନ୍ତି। ସେମାନେ କଣ କେବେ ଚିନ୍ତା କରନ୍ତିନି ଏଠି ଜଗନ୍ନାଥଙ୍କ ପାଖରେ କାହିଁକି ଏତେ ଭଲ ପ୍ରୋଟିନ ଜିନିଷ ଯାହାକୁ ଆମେ କରୁଛୁ, ଜଗନ୍ନାଥଙ୍କ ପାଖରେ କାହିଁ ପୂଜା କରାଯାଏନି? ଶିବ ମନ୍ଦିରରେ କାହିଁ ପୂଜା କରାଯାଏନି? ଶିବ ମନ୍ଦିରରେ କାହିଁ ଭୋଗ ଲାଗେ ନାହିଁ, ଜଗନ୍ନାଥ ମନ୍ଦିରରେ ଲାଗେନି, ପିଆଜ ରସୁଣ ବି ପଡେ ନାହିଁ। ଆମେ ତ ଆମିଷ କଥା ଛାଡନ୍ତୁ, ଏସବୁ ଜିନିଷ ଉପରେ ତାଙ୍କର ଧାରଣା ନାହିଁ। ସେମାନଙ୍କୁ ପୂଜା କରି କରି ଡାକି ଡାକି ଶେଷକୁ ମେଡିକାଲ ଏଣ୍ଟ୍ରାନ୍ସ ପାଆନ୍ତି ଆଉ ଡକ୍ଟର ହୁଅନ୍ତି। କିନ୍ତୁ ସେମାନଙ୍କର ଚିନ୍ତାଧାରା, ସେମାନଙ୍କର ଚଳଣି, ଈଶ୍ୱର ବା ଦେବାଦେବୀଙ୍କର ଯୋଉଭଳି ଦେବତା ମାନଙ୍କ ପାଖରେ ଯାହା ପୂଜା ନ ହୁଏ, ମାନେ ଭୋଗ ନ ଲାଗେ, ସେଇ ଜିନିଷକୁ ସେମାନେ ମଧ୍ୟ ପାଠ ପଢିଲା ପରେ ତାକୁ ଭୁଲି ଯାଆନ୍ତି ଏବଂ ସେମାନେ ଲେଖନ୍ତି। ଆମେମାନେ ମଧ୍ୟ ସେଭଳି ଲାଳସା ହେଇଯାଇଛି ପିଲାବେଳୁ। ଆମ ବାପା ମା ମାନେ ଛାଡି ପାରିନାହାନ୍ତି, ଆମ ଜେଜେବାପା ଜେଜେମା ଛାଡି ନାହାନ୍ତି, ମୋ ପୂର୍ବପୁରୁଷ ଛାଡି ନାହାନ୍ତି। ଆମେ ସେଇ ଖାଦ୍ୟ ଖାଇ ଖାଇ ଆକ୍ୱାଣ୍ଟେଡ ହେଇଯାଇଛେ। ସପ୍ତାହରେ କୋଉଦିନ ମାଛ, କୋଉଦିନ ମାଂସ, କୋଉଦିନ ଅଣ୍ଡା। ହଷ୍ଟେଲ ଲାଇଫ ମଧ୍ୟ ସେଇଆ। ପିଲାମାନେ ତାଙ୍କର ସପ୍ତାହରେ 3 ଦିନ ଆମିଷ କି 4 ଦିନ ଆମିଷ, ଏଭଳି 5 ଦିନ ବି ଆମିଷ କରାଯାଉଛି। ଏସବୁ ଖାଦ୍ୟ ଖାଇଲା ପରେ ଆମେ ଯେତେ ଦେଖୁଛେ କାରଣ ଯେ କ୍ଷତି ହଉଛି ଆମମାନେ ସମସ୍ତେ ଜାଣିଛେ। ଏମିତି ଅନେକ କଥା ଆସିଛି। ଅନେକ ପିଲାମାନେ ବି ମଧ୍ୟ ଆଚାର୍ଯ୍ୟ ଦେବଙ୍କ ପାଖେ ନିବେଦନ କରିଛନ୍ତି ଯେ ଆମେ ହଷ୍ଟେଲରେ ରହିପାରିବୁନି, ଖାଇପାରିବୁନି। ମେଡିକାଲ ସାଇନ୍ସରେ ମାନେ ମେଡିକାଲ ଏଣ୍ଟ୍ରାନ୍ସ ପାଇକି ଜଣେ ପିଲାଟି ବର୍ତ୍ତମାନ ସେ ଏସ୍ପିଆର ହେଇ ଅଛନ୍ତି, ଯେ ଆଚାର୍ଯ୍ୟ ଦେବଙ୍କୁ କହିଲେ ଯେ ମୁଁ ଛାଡ଼ିଦେବି, ହଷ୍ଟେଲ ପଳେଇବି, ମୁଁ ଚାକିରି ମାନେ ଆଉ ପଢିବିନି ମେଡିକାଲ ସାଇନ୍ସ। କାରଣ ସେଠି ସେଇ ମତେ ସାଧା ଦେଲେ ବି ସେଠି ବାଜୁଛି ଏଇସବୁ ଜିନିଷ, ଡଙ୍କି ଫଙ୍କି। ସେ ସବୁ ଦେଖନ୍ତୁ ତାଙ୍କର କେତେ ନିଷ୍ଠା ରହୁଛି ଯେ ଗୋଟେ ଡଙ୍କି କି ବାସ୍ନା ପିଆଜ ଶୁଣ ସେଠି ଧାସ ବାଜିଲେ ବି ଖାଇବୁନି। ଆଚ୍ଛା କଣ କମ୍ପ୍ରୋମାଇଜ ତ ଆମେ କରିବା? ଆମକୁ ନିଜ ହାତରେ ମତେ ଭାତ ଆଳୁ ଲୁଣ ଖାଇକି ବି ଆମକୁ ବଞ୍ଚିବାକୁ ପଡିବ। ଦାଦା ଯେମିତି କହିଲେ ମୁଁ ଭାତରେ ବାଇଗଣ ଭଜା ଭାତ ଖାଉଥିଲି, ମାନେ ଆମର ପୂଜ୍ୟପାଦ ଯିଏ ଆମର ଦାଦା ଆମର ରହିଛନ୍ତି, ଆମର ପ୍ରେସିଡେଣ୍ଟ ଅଛନ୍ତି ଆମର ସତ୍ସଙ୍ଗର ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କର ଦାଦା, ସିଏ ନିଜେ ଯେତେବେଳେ ମେଡିକାଲ ପଢୁଥିଲେ କାଲକାଟାରେ, ସେତେବେଳେ ସେ କହିଲେ ମୋର ଦାଦା ସେ ଖାଲି ଲୁଣ ଭାତ ଖାଇକି 5 ବର୍ଷ MBBS ପାସ୍ କରିକି ଆସିଥିଲେ। ତେଣୁ ଆମେ ବଞ୍ଚିବା ପାଇଁ ଖାଉଛେ ନା ଖାଇବା ପାଇଁ ବଞ୍ଚିଛେ? ଏଠି ଯାହା ହେଲେ ଆମେ ଖାଇକି ରହିବାକୁ ପଡିବ। ଯେ ଆମକୁ ଏମିତି ହଷ୍ଟେଲ ନ ମିଳୁ, ଆମେ ବି କଷ୍ଟ କରିକି ଭାତରେ ଆଳୁ ଟିକେ ସିଝା କରିଦେଇ ପକେଇ ଦେଇକି ଲୁଣ ଲଙ୍କା ସୋରିଷ ତେଲ ଟିକେ ପକେଇ ଖାଇପାରିବା, ନହେଲେ ସେମିତି ଖାଇକି ବଞ୍ଚିବା। ଆମେ ଠାକୁରଙ୍କୁ ପ୍ରତିଷ୍ଠା କରିବାକୁ ଆସିଛେ। ଆମର ଗୁରୁଦେବ ଆମକୁ କହିଛନ୍ତି ଆମକୁ ମାଛ ମାଂସ ଖାସିନାହାର, ପିଆଜ ରସୁଣ ମାଦକ ଛାଡ। ଆମେ ଏଇ ଯୋଉ ଜିନିଷଟି ବରଦା କହିଛନ୍ତି, ଆମକୁ ଠାକୁର କହିଥିଲେ ଶିଶୁ ଜିନିଷ। ଠାକୁର ବି ନିଜେ ବି କହିଛନ୍ତି ବାଲ୍ୟ କାଳରେ ମୁଁ ଟିକେ ଆମିଷ ଖାଇଥିଲି ବୋଲି ମୋର ବାଳ ଆଜି ଧଳା ହେଇଯାଇଛି, ମୋର କିଛି ଅପକର୍ତ୍ତା ମୁଁ ଜାଣିନଥିଲି, ଘରେ ଥରେ ଅଧେ ଖାଇ ଦେଇଥିଲି। କିନ୍ତୁ ସେଇ ଜିନିଷ କେତେ ତାର ଖରାପ ସେ ପରବର୍ତ୍ତୀ ପର୍ଯ୍ୟାୟରେ ଜାଣିଛନ୍ତି, ଯାହାଫଳରେ ଆମମାନେ ସେଇ ଆମେ ସେଇଆକୁ ପାଳନ କରୁଛେ। ଯେଠି ମାଛ ମାଂସ ଅଣ୍ଡା ପିଆଜ ରସୁଣ ଖାଇବା ନାହିଁ। କିଏ କଣ କହୁଛି କହୁଥାଉ, କିଏ କଣ ଭାବୁଛି ଭାବୁଥାଉ। କୋଉଠି ସମ୍ପର୍କ କଟିଗଲେ କଟିଯାଉ, ଦୁଃଖ ନାହିଁ। କିନ୍ତୁ ଆମକୁ ବୁଝିବାକୁ ପଡିବ ତାତ୍ପର୍ଯ୍ୟ କଣ। ଯେ ଡକ୍ଟରଙ୍କୁ ବୁଝେଇଲେ, ସିଏ ତ ମେଡିକାଲ ସାଇନ୍ସ ପାଠ ପଢିଛନ୍ତି, ଆମେ ଠାକୁରଙ୍କ କଥା ତାଙ୍କ ପାଖେ ଦାଦାଙ୍କ ପାଖେ ଏତିକି ଜ୍ଞାନ ଥିଲା ବୁଝେଇଲେ। ଆମ ପାଖେ ଯେ ଜ୍ଞାନ ନାହିଁ, ଆମେ ଏତିକି ତ କହିପାରିବା ଆମର ଗୁରୁଦେବ ମନା କରିଛନ୍ତି ମାଛ ମାଂସ ଅଣ୍ଡା ପିଆଜ ରସୁଣ ଖାଇବୁ ନାହିଁ। କାରଣ ଇଏ ତାମସିକ ଆହାର। ୟାର ଖାଇଲେ ଆମର ଶାରୀରିକର ଅଙ୍ଗ ପ୍ରତ୍ୟଙ୍ଗକୁ ନଷ୍ଟ କରେ। ବିଭିନ୍ନ ପ୍ରକାର ବଡ ରୋଗ ଗୁଡିକ ଶରୀରରେ ସୃଷ୍ଟି ହୁଏ ଏବଂ ମାନସିକ ଅବସ୍ଥା ଭଲ ରହେ ନାହିଁ। ଆମର ପ୍ୟୁରିଫାଏଡ ମାଇଣ୍ଡ ହୁଏ ନାହିଁ, ବା ଅସତ୍ ଚିନ୍ତା ଆସେ, ଅଧର୍ମ ଚିନ୍ତା ଆସେ, ଆପଣ ଆଂଜାଇଟି ବଢେ, ଆଉ ଆପଣ କାମ ଶକ୍ତି ବୃଦ୍ଧି ହୁଏ। ଆଉ ଏଇ ପ୍ରକାର ଏଇ ଯୋଉ ମାଛ ମଦ ମାଂସ ମାଛ ଏ ଶରୀରରେ ଅସୁର ପ୍ରକୃତି ବା ଅସୁର ସ୍ୱଭାବ ସୃଷ୍ଟି କରେ। ମାନବ କେବେ ସେ ରାକ୍ଷସରେ ପରିଣତ ହେଇଯାଏ। ଆଉ ଏଇ ସବୁ ଖାଦ୍ୟ ଛାଡି ଯେତେବେଳେ ସୁଖାଦ୍ୟ ଖାଏ, ଏଭଳି ସାତ୍ବିକ ଆହାର ଖାଦ୍ୟ ଖାଏ, ଯାହାକି ଜଗନ୍ନାଥଙ୍କ ପାଖରେ ଲାଗୁଛି, ଯାହାକି ଶିବ ମହାଦେବ ମନ୍ଦିରରେ ଲାଗୁଛି ଶିବଙ୍କ ପାଖରେ, ସେ ସବୁ ଖାଦ୍ୟ ଯେ ସାତ୍ବିକ ଆହାର ମଣିଷ ଖାଏ, ଆମେ ଗୀତାରେ ପଢିଛୁ, ଭାଗବତରେ ପଢିଛୁ, ବିଭିନ୍ନ କୋରାନ ବାଇବେଲରେ ମଧ୍ୟ ତାହା ରହିଛି। ଖାଉ, ଆମର ଦେବତାର ସ୍ୱଭାବ ଆସିବ, ଯୋଉ ଚିନ୍ତାଧାରା ଆସିବ ସାତ୍ବିକ ଚିନ୍ତାଧାରା, ସେଇ ସ୍ୱଭାବଟା ଆସିଲେ ମଣିଷ ଦେବତାରେ ରୂପାନ୍ତରିତ ହେଇଯାଏ। ତେଣୁ ଆମେ ଯଦି ମଣିଷରୁ ଦେବତା
ଦେବତା ହବା ନା ମଣିଷରୁ ରାକ୍ଷସ ହବା। ଯଦି ଏଇ ଚିନ୍ତା ଆମେ କରିବା କେବେ ଆମେ ଆମିଷ ଆହାରକୁ ବର୍ଜନ ନିଶ୍ଚିତ ହିଁ କରିବା, ଆକୁ ଖାଇବା ନାହିଁ। ନିରାମିଷରେ ବହୁତ ପ୍ରୋଟିନ୍ ଅଛି। ଆମେ ରାଶି ବଟା କହିଛନ୍ତି, ବାଦାମ କହିଛନ୍ତି, ବହୁତ ଭଲ ଭଲ ଭେଜିଟେବୁଲ ଅଛି, ଡାଲି ଅଛି, କ୍ଷୀର ଅଛି, ଆପଣ ଛେନା ଅଛି, ଆମେ ବହୁତ ବଢିଆ ବଢିଆ ଖାଦ୍ୟ ଅଛି ଖାଆନ୍ତି। ଆପଣ ଦେଖନ୍ତୁ ଯେଉଁମାନେ ପୁରୀ ପଣ୍ଡା ମାନେ ଯେଉଁମାନେ କେତେ ତାଙ୍କର ସେମାନେ ଆମିଷ ଖାଆନ୍ତିନି, କେତେ ସୁନ୍ଦର ତାଙ୍କର ଶରୀର ରଖିଛନ୍ତି ଦେଖନ୍ତୁ, ତାଙ୍କୁ କିଛି ରୋଗ ହୁଏ। ଆପଣମାନେ ସବୁ ଭିନ୍ନ ସାଧା ମନ୍ଦିର ଦେଖୁଛନ୍ତି, ଆମର ଗୁରୁ ଭାଇ ମାନେ ଦେଖନ୍ତୁ, ଯୋଉମାନେ ଦାଦା ମାନେ ସେମାନେ ଅଛନ୍ତି ସ୍ୱସ୍ତିନ ହୋଲ୍ଡର, ସେମାନଙ୍କ ଶରୀର କିଛି ଦେଖୁଛନ୍ତି କିଛି ଖରାପ ଅଛି। ଇଷ୍ଟ ପରିବାରରେ ଆପଣମାନେ ସମସ୍ତଙ୍କୁ ଦେଖନ୍ତି, ସେମାନେ କଣ ଖାଆନ୍ତି, କେତେ ସମୟ ଶୁଅନ୍ତି, ସେମାନଙ୍କୁ ଦେଖିଛନ୍ତି କେତେ ସାଧନ, କୋଉ ଜିନିଷ କୋଉ ପ୍ରୋଟିନ ନାମ ମାଧ୍ୟମରେ, କିଭଳି ସାଧନା ମାଧ୍ୟମରେ, ଆଉ ତାଙ୍କ ଚିନ୍ତା ମାଧ୍ୟମରେ ଶରୀର କେତେ ସୁସ୍ଥ ରହେ, ସବଳ ଆସେ, କେତେ ଇମ୍ୟୁନିଟି ପାୱାର ବଡିରେ ବଢେ ସେ ନାମ ମାଧ୍ୟମରେ। ଆଉ ଏଭଳି ଖାଦ୍ୟ ଖାଇଲେ, ଆଉ ଏଭଳି ଚିନ୍ତା ଚିନ୍ତା ଏବଂ ଖାଦ୍ୟ ଏ ଦିଟା ଶରୀରକୁ ସୁସ୍ଥ ରଖେ, ନିରୋଗ ରଖେ ଏବଂ ଶରୀରର ଇମ୍ୟୁନିଟି ପାୱାର ବଢାଏ। ଏଭଳି ଖାଦ୍ୟ ଖାଇ ଶରୀରରେ ଯୋଉ ସାମୂହିକ ଶକ୍ତି ବୃଦ୍ଧି କରି ଅସତ୍ ପଥରେ ଅସତ୍ ଚିନ୍ତା କରି ସମାଜକୁ ନଷ୍ଟଭ୍ରଷ୍ଟ କରିବା, ଜୀବନକୁ ନଷ୍ଟଭ୍ରଷ୍ଟ କରିବା, ଆଉ ନଷ୍ଟଭ୍ରଷ୍ଟ ସନ୍ତାନକୁ ସୃଷ୍ଟି କରି ସମାଜକୁ ଆହୁରି ଅବନ୍ନତି ଅବସ୍ଥାକୁ ନବା, ଏଇ ଯୋଉ ଚିନ୍ତା ଆମେ ଜାଣି ଶୁଣି ଯଦି ଆମେ କ୍ଷତି କରିବା, ତାହେଲେ ସେଥିପାଇଁ ଆମେ କଣ ନିଜ ଗୋଡରେ ନିଜେ କୁରାଢି ମାରୁନେ କି, ଏଠି ପ୍ରଶ୍ନ ଆସେ। କିନ୍ତୁ ଆମେ ତାହା ନକରି ଯଦି ଆମେ ପରମ ପିତାଙ୍କୁ ମାନୁଛେ, ଯଦି ବା ସଦୀକ୍ଷା ଗ୍ରହଣ କରିନେ, ଗୀତା ଭାଗବତରେ ତ ଲେଖା ଅଛି, କୋରାନ ବାଇବେଲ ତ ଲେଖା ଅଛି, ଆଉ ଖାଇଲେ କଣ ପାଟି କେମିତି ଭଣ ଭଣ ଗନ୍ଧାଏ। ଆପଣ କଞ୍ଚା ପିଆଜଟେ ଖାଇ ପାଟିରେ କଥାବାର୍ତ୍ତା ହଉନାହାନ୍ତି, ରସୁଣଟେ ଖାଇ କଥାବାର୍ତ୍ତା କେମିତି ଗନ୍ଧଉଛି ପାଟି ଦେଖନ୍ତୁ। ଆପଣ ସାଧା ଖାଆନ୍ତୁ, ଏଇ ସାତ୍ଵିକ ଆହାର ଖାଆନ୍ତୁ, ଦେଖନ୍ତୁ ମାନସିକ ଅବସ୍ଥା କେମିତି ରହୁଛି, ଚିନ୍ତାଧାରା କେମିତି ରହୁଛି, କେତେ ରୋଗମୁକ୍ତ ହଉଛନ୍ତି ଆପଣ ଦେଖିବେ। ଆଉ ତା ତ ଯଦି ସବୁ ଜାଣି ଶୁଣିକି ଆମେ ଯଦି ଆମର ଜୀବ ଲାଳସାକୁ ମେଣ୍ଟେଇବା ପାଇଁ ଆମେ ଆମିଷ ଖାଇ ଦେଖେଇବା, ଆପଣ ଢାବାରେ ଦେଖନ୍ତୁ ଭିଡ, ତାଙ୍କର ସଂକ୍ରାନ୍ତି ନାହିଁ, ଅମାବାସ୍ୟା ନାହିଁ, ପୂର୍ଣ୍ଣିମା ନାହିଁ, ଢାବାର କେବେ ଛୁଟି ନାହିଁ, ଆଉ ତାଙ୍କ ପାଖରେ କୌଣସି ଓଷାବ୍ରତ ବି ନାହିଁ, ସେମାନେ ଖାଆନ୍ତି, ମଦ୍ୟପାନ କରନ୍ତି, ଆମିଷ ଖାଦ୍ୟ ଖାଆନ୍ତି, ଅନେକ ଲୋକ ଏଭଳି ଅବସ୍ଥାରେ ରହିଛନ୍ତି। ଆଉ ବଡ ମୁନି ଋଷି ମାନେ ଯୋଉମାନେ ଆଜି ସାଧୁ ସନ୍ଥ ମାନେ ବି ଦେଖୁଛନ୍ତି ବାହାରେ ପ୍ରବଚନ କରନ୍ତି, ଆମିଷ ଖାଆନ୍ତି। ଆମେ ବଡ ବଡ କିଛି ସାଧୁ ବଡ ବଡ ଭିଡ ଲାଗିଛି, ଆମେ ତାଙ୍କ ପାଖକୁ ନାଁ କହୁନୁ, ଯାଇଛୁ ତାଙ୍କ ଘରେ ଯାଇ ପଚରା ହେଇଛି, ମୁଁ ଯାଇ ଇନକ୍ୱାରି କରିଛି ତା ଭିତରେ, ମୁଁ ଏମାନେ ଖାଆନ୍ତି କଣ, ଆମିଷ ଖାଆନ୍ତି, ଏମାନେ ପିଆଜ ରସୁଣ ଖାଆନ୍ତି, ଏମାନେ କିନ୍ତୁ ଭଲ ଭଲ ପ୍ରବଚନ କରନ୍ତି ଦିଅନ୍ତି, କିନ୍ତୁ ନିଜର ଲାଳସା ସରିନି ଯାଇନି। ଆମର କଥା ବୋଲେ ଯାରା ଆମକେ ମାନେ ନା, ମୋ କଥା କହୁଛି, ଗୀତା ଭାଗବତ ବୁଝଉଛି, କିନ୍ତୁ ଆମିଷ ନିରାମିଷ କଥା ବୁଝଉଛି। ଆମିଷ ଖାଇଲେ କଣ ହବ, ନିରାମିଷ ଖାଇଲେ ଆହାର କଲେ କଣ ହବ, ଆଉ ଆମିଷ ଆହାର କଲେ କଣ ହବ ତା ଜାଣିଛି, ତଥାପି ନିଜର ଲାଳସା ଛାଡୁନି। ତେଣୁ ଏଇ ବ୍ୟକ୍ତିତ୍ବ ଆମ ମନକୁ ସ୍ୱର କରିବା, ଡାଇବେଟିସ ପାଇଁ ଆମେ ଯେମିତି ନିଜେ ଯେପର୍ଯ୍ୟନ୍ତ ଜୀବ ଲାଳସା କଣ୍ଟିନ୍ୟୁ ମାନେ ଶାରୀରିକ ମାନେ ବନ୍ଦ ହେଇନି, ସେ ପର୍ଯ୍ୟନ୍ତ ଡାଇବେଟିସ ରୋଗ ବି ଭଲ ହବନି। ଅନେକ ଲୋକ ଏଇଭଳି ପ୍ରଶ୍ନ ଆସିଛି, ଆଚାର୍ଯ୍ୟଙ୍କ ପାଖରେ ପଚାରିଛନ୍ତି, ଦାଦା ମୋର ଡାଇବେଟିସ ଭଲ ହଉନି, ବହୁତ ଡକ୍ଟର ଦେଖେଇଲାଣି, ବହୁତ ମେଡିସିନ ଖାଇଲାଣି, ଆଚାର୍ଯ୍ୟ ଗୋଟିଏ ଲାଇନରେ ବନ୍ଦ କରିଦେଲେ, ଆଗେ ଜୀବକୁ ନିଜେ କଣ୍ଟ୍ରୋଲ କର, ଜୀବ ଲାଳସାକୁ ବନ୍ଦ କର, ଯାହା ଖାଇଲେ ଶରୀର ସୁସ୍ଥ ରହିବ, ଯାହା ଖାଇଲେ ମଣିଷ ନିରୋଗ ରହିବ, ସେଇ ଖାଦ୍ୟ ଖାଅ, ଲାଳସାକୁ ଏଇ ସବୁ ବନ୍ଦ କର। ଯେମିତି ଠାକୁର ରସଗୋଲା ଖାଇବା ପାଇଁ ବନ୍ଦ ଇଚ୍ଛା ହେଲାକୁ ଗଛକୁ ଜାବୁଡି ଧରିକି କହିଲେ, ମୁଁ ଆଜିଠୁ ଖାଇବିନି ଖାଇବିନି ଖାଇବିନି, ଯୋଉ ରସଗୋଲା ପାଇଁ ମପାନ ଛାଡିଦେଲେ, ଆମେ ସେମିତି ମଧ୍ୟ ଆମ ଶରୀରକୁ ରକ୍ଷା କରିବା ପାଇଁ ଆମକୁ ଛାଡିବାକୁ ପଡିବ। ସେଇ ଜିନିଷ ଯୋଗୁ ତ ଆମେ ଆଜି କିଛି ମାନୁନେ, ସତ୍ସଙ୍ଗରେ ବୋଲି ଆମେ ବି ଯିଏ ବି ହଉନା କାହିଁକି, ଡାଇବେଟିସ ଅଛି, କ୍ଷୀରି ହଁ ଟିକେ ଖାଇଦେଲେ ଚଳିବନି, ଆଉ ଟିକେ ଖାଇଲେ ଆଉ ଟିକେ ପ୍ରତିଦିନ ମାସରେ 30ଟା ସତ୍ସଙ୍ଗ ଗଲା ବେଳକୁ 30 ଥର ଡଙ୍କାଏ ଡଙ୍କାଏ କ୍ଷୀରି ଖାଇଲା ବେଳକୁ ପୁଣି ଆଉ ଟିକେ ଭଲ ଲାଗୁଛି, ଆଉ ଟିକେ ଦଉନ, ଖାଉ 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 ଡାଇବେଟିସ କେତେ ବଢିଗଲା। ଏମିତି ଅନେକ କଥା ଅଛି। ଶେଷଙ୍କ ଦେଓଘରରୁ ଜଣେ ବ୍ୟକ୍ତି ଆସିଛନ୍ତି, ମୁଁ ତାଙ୍କୁ ଦେଖୁଛି, ସେ ଆସିଛନ୍ତି, ସେ ମନ୍ଦିରରେ କାମ କରୁଥିଲେ ଭୋଗ ଠାକୁରଙ୍କର, ସେଠି ତ ଅନେକ ଭଲ ଭଲ ଭୋଗ ଭଲ ଭଲ ମିଠା ଆସେ, ଲୋକରେ ଅନେକ ଖାଇକି ବର୍ତ୍ତମାନ ଦୃଷ୍ଟି ଶକ୍ତି କୁଆଡେ ଚାଲିଗଲା, କଣ ହେଇଗଲା, ଡାଇବେଟିସ କୋଉ ସ୍ତରକୁ ପଡିଲା। ଆମେ ଭୁବନେଶ୍ୱର ମନ୍ଦିରରେ ସେ ଅଛି ଟ୍ରିଟମେଣ୍ଟ ହଉଛନ୍ତି, କାହିଁକି ଆମେ ନିଜେ ସଂଯତ ରହିବାନି। ଆମ ପାଖରେ ତ ଅନେକ ପ୍ରସାଦ ରହିଛି ସେଠି, ଯେଭଳି ଅବସ୍ଥା ତାଙ୍କର ହେଇଛି, ତେବେ ଆସ୍ତେ 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 ରିକଭର କରୁଛି, ଏବେ ଦୃଷ୍ଟି ଶକ୍ତି ଫେରିଲାଣି, ବର୍ଷ ବର୍ଷ ଧରି ଟ୍ରିଟମେଣ୍ଟ ହେଲେଣି। ତଥାପି ଆମେ ସେଇଭଳି ଜିନିଷ, ଯେମିତି ଆମେ ନିଶା ରହିଛି ମିଠା ଖାଇବାରେ, ସେମିତି ଆମିଷକୁ ବର୍ଜନ କରିବା ଦରକାର, ପିଆଜକୁ ବର୍ଜନ କରିବା ଦରକାର। ସବୁ ଆମେ ସାତ୍ଵିକାର ହବ ପଡେ, ଏଇ ଜିନିଷ ହବାକୁ ହେଲେ ମଣିଷକୁ ଆଗେ ଇଷ୍ଟଙ୍କ ସହିତ ଯୋଗଯୁକ୍ତ ହବାକୁ ପଡିବ। ଇଷ୍ଟ ଚିନ୍ତା, ଇଷ୍ଟ ଭାବନା, ଆଉ ଇଷ୍ଟଙ୍କର ସତ୍ ନାମକୁ ଯୋଉ ପର୍ଯ୍ୟନ୍ତ ମଣିଷ ଜପି ନାହିଁ, ଏଇସବୁ ଜିନିଷ କହିଲେ କେବେ ତ୍ୟାଗ କରିପାରିବ ନାହିଁ, କିମ୍ବା ମାନେ ତାକୁ ଯେତେ ବୁଝେଇଲେ ବି ସେ ବୁଝିବ ନାହିଁ, କାରଣ ସେ ଲାଳସା ଜୀବନ, ତାର ଯେତେବେଳେ ଭଲ ପାଇବାଟା ବଢିଯିବ କାହା ପ୍ରତି ନା ଇଷ୍ଟଙ୍କ ପ୍ରତି, ସଦ୍ଗୁରୁଙ୍କ ପ୍ରତି, ଯେତେବେଳେ ଭଲ ପାଇଯିବ ଆଉ ତାଙ୍କର ବିଧିବିଧାନ ମାନିବ, ତାକୁ ଅଟୋମେଟିକାଲି ସେ ଜିନିଷଟା ଗନ୍ଧେଇବ, ଛାଡି 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 ଦବ। ମଣିଷ ଯେତେ ତାଙ୍କ ପାଇଁ ଯୁକ୍ତ ହେଇଯିବ, ତାକୁ ଏ ଖାଦ୍ୟ ଗୁଡା ସାଙ୍ଗେ ସାଙ୍ଗେ ଦୂରେଇ 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 ଯିବ।
ଆଉ ଯେତେ ବିଯୁକ୍ତ ହେଇଯିବ ନା ସେତେବେଳେ ମୋହମାୟା ବନ୍ଧନରେ ପଡିଯିବ। ଏସବୁ ଖାଦ୍ୟ ଗୁଡିକ ଆସି ତା ଆଗରେ ଖାଲି ଦୃଶ୍ୟମାନ ହେବେ ଆଉ ଜିଭରୁ ଖାଲି ଲାଳ ବୋହିବ, ଖାଇବି ଖାଇବି ଖାଇବି, ଖାଇ ଖାଇ ରାକ୍ଷସ ହେଇ ମରିବି। ଏଇ ଯୋଉ ଭାବ କେବଳ ବରଂ ପିତାଙ୍କୁ ଧରିଲେ ହିଁ ସିଏ ଆସିଛନ୍ତି ମଣିଷକୁ ସବୁ ବାଟରୁ ମୁକ୍ତ କରି ସତ୍ୟ ପଥରେ ପଥିକ କରିବା ପାଇଁ, ମଣିଷକୁ ରୋଗମୁକ୍ତ କରିବା ପାଇଁ, ମଣିଷକୁ ଚିନ୍ତାମୁକ୍ତ କରିବା ପାଇଁ, ମଣିଷକୁ ଗୋଟେ ସୁନ୍ଦର ମଣିଷ ବା ଦେବତାରେ ରୂପାନ୍ତରିତ କରିବା ପାଇଁ ସେ ଆବିର୍ଭାବ ହେଇଛନ୍ତି। ଆସନ୍ତୁ ତାଙ୍କରି ବିଧି ବିଧାନକୁ ମାନିବା, ଆଉ ଜୀବନ ଯାତ୍ରାରେ ଯାହା ଖାଇଲେ ଆମର ମଙ୍ଗଳ ତାହା ଖାଇବା, ଜୀବନ ଯାତ୍ରାରେ ଆଗକୁ ଆଗକୁ ଯିବା, ତାଙ୍କୁ ଆନନ୍ଦିତ କରିବା, ନିଜେ ଆନନ୍ଦରେ ବଞ୍ଚିବା, ସମାଜକୁ ଏକ ଏକ ଦୃଷ୍ଟାନ୍ତ ହେଇ ଦେଖେଇଦବା ଯେ ଆମିଷ ଖାଇଲେ କଣ ହୁଏ, ନିରାମିଷ ଖାଇକି ଆମେ କଣ ହେଇଛୁ ଆଉ କଣ କରୁଛୁ ଆପଣମାନେ ଦେଖନ୍ତୁ, ଅନୁଭବ କରନ୍ତୁ। ଆମେ ହିଁ ଗୋଟେ ଗୋଟେ ନିଜେ ନିଜେ ଜ୍ୱଳନ୍ତ ଉଦାହରଣ ହିଁ ସମାଜରେ ଛିଡା ହବା। ସୁନ୍ଦର ଭାବରେ ଦାଦା ଆଲୋଚନା କରି ସମସ୍ତ ଭକ୍ତମଣ୍ଡଳୀକୁ ଆନନ୍ଦିତ କରିଛନ୍ତି। ସେଥିପାଇଁ ଦାଦା ଏବଂ ତାଙ୍କ ପରିବାରର ସମସ୍ତଙ୍କର ମଙ୍ଗଳ ନିମନ୍ତେ ମୁଁ ପ୍ରଭୁଙ୍କ ଶ୍ରୀପାଦ ପଦ୍ମରେ ପ୍ରଣାମ ଜଣାଉଛି। ଧନ୍ୟବାଦ ଦାଦା, ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ। ବର୍ତ୍ତମାନ